हेलो स्टूडेंट्स मु गोपाल आपण मानक स्वागत करछि आपण मानक यूट्यूब चैनल चालो पढिया तो पिला माने केमती अछो बस आशा करछि समस्त बहुत ही बढ़िया रे दिबो। तो पिला माने जते तुम माने सब जानि सारथियो हमें नुवा सीरीज स्टार्ट करछे जेटा कि एमसीक्यू महामाराथन तुमरो जो अपकमिंग जति सब एग्जाम रहिछि पिला माने सी एसए 1 हेई पारे एसए 2 हेई पारे जहाँ भी हेई पारे बोर्ड एग्जाम हेई पारे तुम एई जो एमसीक्यू टा हमें डिस्कशन करछे प्रत्येक सब्जेक्ट मैथ और साइंस रो एटा तुमको बहुत ही हेल्प करियो तुम एग्जाम रे ठीक अछि ना। तो निहाती भाବରେ चैनल टी को जदि नुआ अछ निहाती भाବରେ प्लीज यार प्लीज चैनल टी को सब्सक्राइब कर दो जहा फଳରେ कि मु एतिक जो सब माने तुम ପାଇଁ ଭିଡିଓ ଗୁଡା ଯେତେ କଷ୍ଟରେ ବନା ହଉଛୁ ତ କିଛି ନା କିଛି ନିହାତି ଭାବରେ ଟିକେ ୟୁଜଫୁଲ ହବା ଦରକାର ଠିକ ଅଛି ନା। ତ ନିହାତି ଭାବରେ ଚ୍ୟାନେଲ ଟିକୁ ସବସ୍କ୍ରାଇବ କରିଦବ ଆଉ ସାଇଡ ରେ ଥିବା ବେଲ ଆଇକନ କୁ ନିହାତି ଭାବରେ ଅଲ ରେ ସେଟ କରିଦବ କାହିଁକି ନା ମୁଁ ଯେତେବେଳେ ବି ମାନେ ଭିଡିଓ ଅପଲୋଡ କରିବି ସେତେବେଳେ ପ୍ରଥମ ସର୍ବପ୍ରଥମେ ତମ ପାଖକୁ ଯିବ ଓକେ। ତା ସହିତ ଯଦି ଭିଡିଓଟା ପସନ୍ଦ ଲାଗିବ ନିହାତି ଭାବରେ ଲାଇକ୍ ଟେ ନିହାତି କରିଦବ ଠିକ ଅଛି। ଆଉ କମେଣ୍ଟ କମେଣ୍ଟ କର ପିଲାମାନେ କଣ ସବୁ ଅସୁବିଧା ରହୁଛି କମେଣ୍ଟ କର ଯାହା ଫଳରେ କି ମୁଁ ଜାଣିପାରିବି ନା ତମର କଣ ସବୁ ଅସୁବିଧା ରହୁଛି ହେଲା। ଯେମିତି ପୂର୍ବରୁ ପିଲାମାନେ ପୂର୍ବରୁ ଆମେ ଗୋଟେ କ୍ଲାସ କଲେ ଯେଟା କି ଆମର ଲାଇଫ ସାଇନ୍ସ ରେ କରିଥିଲେ ଆମର ପୋଷଣ ଚାପ୍ଟର ଟା ସେଠି ଆମେ କଣ କଲେ ପିଲାମାନେ ନା ଆମେ ଗୋଟେ ଆମର ଗୋଟେ କଣ କଲେ ନୂଆ ଇନିସିଏଟିଭ ନେଇଥିଲେ ପିଲାମାନେ ଗୋଟେ କଣ କଲେ ନା ଗୋଟେ ଏକ୍ସାମ ଭଳିଆ କଲେ ଠିକ ଅଛି। ଏକ୍ସାମ ମାନେ ସାର୍ କଣ ନା ଏକ୍ସାମ ମାନେ 25ଟା କ୍ୱେଶ୍ଚନ ଆମେ ଡିସ୍କସନ କରିବା ତମେ ମାନେ କଣ ନା ଆମର ଏକ୍ସାମ ଭଳିଆ ତମେ ସେଠି ଆନ୍ସର ଦବ ଜେନ୍ୟୁନଲି ଆନ୍ସର ଦବ ତମର 1 ହଉ 5 ହଉ ଯାହା ବି ମାର୍କ ରହୁ ଜେନ୍ୟୁନଲି ଭାବରେ ଆନ୍ସର ଦବ ପିଲାମାନେ। ଦେଖିବା ଲାଷ୍ଟରେ ଯେତେବେଳେ 25 ନମ୍ବର କ୍ୱେଶ୍ଚନ ଆମେ କରିସାରିବା ସେତେବେଳେ ଦେଖିବା କୋଉ ପିଲାମାନଙ୍କର ବା କାହାର କେତେ ମାର୍କ ରହୁଛି ବହୁତ ମଜା ଆସିବ ଠିକ ଅଛି ନା। କାହାର କେତେ ମାର୍କ ରହୁଛି ସେଇ ହିସାବରେ ଆମେ ଆମେ ନେକ୍ସଟ କ୍ଲାସକୁ ପୁଣି ଆମେ ମଡିଫାଇ କରିକି ବଢିଆ ବଢିଆ କ୍ୱେଶ୍ଚନ ନେଇକି ଆସିବା ତମ ମାନଙ୍କ ପାଇଁ ଠିକ ଅଛି। ତ ନିହାତି ଭାବରେ ଜେନ୍ୟୁନଲି ତମେ କମେଣ୍ଟ କରି ମତେ ଲାଷ୍ଟରେ କହିବ ନା ସାର୍ ମୋର 25 ରୁ 7 ମାର୍କ ରହିଲା 25 ରୁ ସାର୍ 24 ମାର୍କ ରହିଲା 25 ରୁ ସାର୍ 12 ମାର୍କ ରହିଲା 25 ରୁ 17 ମାର୍କ ରହିଲା କିଛି ଟେନସନ ନାହିଁ ପିଲାମାନେ ଯେତିକ ମାର୍କ ରଖିଲେ ସେତିକି କୁହ ମୁଁ ଜାଣିପାରିବି ମୋ ପିଲାମାନେ କେତେ ମାର୍କ ରଖୁଛନ୍ତି ଆଉ ସେଇ ଅନୁସାରେ ମୁଁ ନେକ୍ସଟ କ୍ଲାସକୁ ମୁଁ ଡେଭଲପ କରିବି ସେଇ ଅନୁସାରେ ମୁଁ କ୍ୱେଶ୍ଚନ ଗୁଡାକୁ ନୂଆ ନୂଆ ତିଆରି କରିବି ଠିକ ଅଛି ନା। ଆଉ ଗୋଟେ ପିଲାମାନେ ତମର ଏଇ ଭିଡିଓ ଭିତରେ ତମ ପାଇଁ ଗୋଟେ ଗୁଡ ନ୍ୟୁଜ ଅଛି ସେଇ ଗୁଡ ନ୍ୟୁଜ ଟା କଣ ପିଲାମାନେ ନା କଣ ସେ ଗୁଡ ନ୍ୟୁଜ ଟା ହଉଛି ପିଲାମାନେ କଣ ନା ସେଇ ଗୁଡ ନ୍ୟୁଜ ଟା ତମ ପାଇଁ ଗୋଟେ ଗ୍ରୁପ ଅଛି। ମୁଁ ପ୍ରଥମ ଭିଡିଓରେ ବି କହିଛି ପିଲାମାନେ ତମ ପାଇଁ ଗୋଟେ ହ୍ୱାଟ୍ସଆପ ଗ୍ରୁପ ଅଛି ଏକ୍ସକ୍ଲୁସିଭ ହ୍ୱାଟ୍ସଆପ ଗ୍ରୁପ ଅଛି ପିଲାମାନେ ତମେ ତମେ ସେଇ ଗ୍ରୁପରେ କେମିତିକା ଜଏନ ହବ ଆଉ ସେଇ ଗ୍ରୁପର ବେନିଫିଟ୍ସ ଗୁଡା ଟିକେ ଗୁଡା ମୁଁ ଭିଡିଓ ଷ୍ଟାର୍ଟ କରିବା ପୂର୍ବରୁ ବେନିଫିଟ୍ସ ଗୁଡା କହିଦଉଛି ଠିକ ଅଛି ନା। ପ୍ରଥମ ବେନିଫିଟ୍ସ ପିଲାମାନେ ଯେତିକ ଆମର କ୍ଲାସ ହବ ପିଲାମାନେ ଧରାଯାଉ ଆଜି ପଢିଲେ ଆମେ ଫିଜିକାଲ ସାଇନ୍ସ ର ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣ ଏଇଟାର ସବୁ ପିଡିଏଫ ତମକୁ ମିଳିବ ସବୁ କ୍ୱେଶ୍ଚନ ର ପିଡିଏଫ ବ୍ୟାଙ୍କ ତମକୁ ମିଳିଯିବ କ୍ୱେଶ୍ଚନ ବ୍ୟାଙ୍କ ମିଳିଗଲା ତମକୁ ତମେ ପରେ ଯାଇକି ସେଟାକୁ ତମେ ମାନେ ପ୍ରାକ୍ଟିସ ବି କରିପାରିବ ଠିକ ଅଛି। ଆଉ କଣ ସାର୍ ବେନିଫିଟ୍ସ ମିଳିବ ତମକୁ ପିୱାଇ କ୍ୟୁ ସାର୍ ପିୱାଇ କ୍ୟୁ ମାନେ କଣ ଛୁଆ ପିୱାଇ କ୍ୟୁ ମାନେ ପୂର୍ବରୁ 5 ବର୍ଷର ଆମର ଏମସିକ୍ୟୁ ଲଙ୍ଗ କ୍ୱେଶ୍ଚନ ସବୁ ପ୍ରକାର କ୍ୱେଶ୍ଚନ ଆମେ ସେଇ ଆମର ଗ୍ରୁପ ରେ ତମକୁ ଦେଇଦବା ଠିକ ଅଛି। ଗ୍ରୁପ ରେ ଦେଇଦବା ମାନେ ସାର୍ କେମିତି ଦବା ଦବାର ବି ଗୋଟେ ମାନେ ଶୈଳୀ ଅଛି କେମିତି ପଢିଲେ ଦେଖ ଧରାଯାଉ ଆମେ ପଢିଲେ ଆଜି ଫିଜିକାଲ ସାଇନ୍ସ ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣ ଏଇ ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣର କେତେଟା ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଯୋଉଟା ପୂର୍ବ 5 ବର୍ଷରୁ ପଢି ପଢି ଆସୁଛୁ ସେଇ ଟପିକ ରେ ଯୋଉଟା ପୂର୍ବ 5 ବର୍ଷରୁ ପଢି ପଢି ଆସୁଛୁ ସେଇ କ୍ୱେଶ୍ଚନ ଗୁଡାକ ତମକୁ ଦେବି ଠିକ ଅଛି। ସେଇ କ୍ୱେଶ୍ଚନ ଗୁଡାକୁ ଦେବି ଯାହା ଫଳରେ ତମେ କଣ କରିବ ସେଗୁଡାକୁ ଅଧିକରୁ ଅଧିକ ପ୍ରାକ୍ଟିସ କରିବ ଜାଣିବ କେମିତି କୋଉ କ୍ୱେଶ୍ଚନ ଗୁଡା ପଢୁଛୁ କୋଉ ହିସାବରେ ପଢୁଛୁ ଠିକ ଅଛି ନା। ଏତିକି ପଢିବ ପିଲାମାନେ ଆଉ କଣ ନା ୱାନ ଟୁ ୱାନ ମେଣ୍ଟରସିପ ମିଳିବ ତମକୁ ୱାନ ଟୁ ୱାନ ମେଣ୍ଟରସିପ ସାର୍ ୱାନ ଟୁ ୱାନ ମେଣ୍ଟରସିପ ମାନେ କଣ ନା ପ୍ରତ୍ୟେକ ପିଲାକୁ ଇଣ୍ଡିଭିଜୁଆଲ ପର୍ସନାଲ ଆମେ ତାକୁ ଗାଇଡାନ୍ସ ଦବା ଠିକ ଅଛି ନା। କେମିତିଆ କଣ ପଢୁଛି ତାର କଣ ଅସୁବିଧା ହଉଛି ଆମେ ସବୁ କଣ କରିବା ତାକୁ ରିଚ ଆଉଟ କରିବା ଠିକ ଅଛି। ଆଉ କଣ ପିଲାମାନେ ଆଉ କଣ ସାର୍ ପିୱାଇ କ୍ୟୁ ପିଡିଏଫ ପାଇଗଲେ ଆମେ ଆହୁରି ଆମେ କଣ ନା ସ୍ପେଶାଲ ଏମସିକ୍ୟୁ ସିଟ୍ ଦବା ଏଇ ସବଜେକ୍ଟର ଯେ କ୍ଲାସ ଟା ପଢିଲେ ସେଇ କ୍ଲାସକୁ ବେସ୍ କରିକି ଆମେ ସ୍ପେଶାଲ ଏମସିକ୍ୟୁ ତମ ପାଇଁ ପ୍ରାକ୍ଟିସ କରିବାକୁ ପାଖାପାଖି 50-100ଟା କ୍ୱେଶ୍ଚନ ଆମେ ତମକୁ ଦବା ପୁରା ପ୍ରାକ୍ଟିସ କରିବା ପାଇଁ ସବୁ ପ୍ରକାର ଟେଷ୍ଟ ପେପରକୁ ନେଇକି ନିଜେ ଆମେ ତିଆରି କରିବା କ୍ୱେଶ୍ଚନ ସବୁ ପ୍ରକାର ତମକୁ କ୍ୱେଶ୍ଚନ ତମେ ଦବା ତମେ ଖାଲି ପ୍ରାକ୍ଟିସ କରିବ ଠିକ ଅଛି ନା। ବହୁତ ହି ବଢିଆ ଗ୍ରୁପ ଟା ପିଲାମାନେ ଏତିକି ସବୁ ଫ୍ରି ହେଲାଣି ଗୋଟେ ଟଙ୍କା ତମ ପାଖରୁ ନିଆଯିବନି ବିଲକୁଲ ବି ଗୋଟେ ଟଙ୍କା ତମ ପାଖରୁ ନିଆଯିବନି ଏଟା ବିଲକୁଲ ବି ଫ୍ରି ହବ ତମ ପାଇଁ ବିଲକୁଲ ବି ଫ୍ରି ଗୋଟେ ଟଙ୍କା ତମ ପାଇଁ ନିଆଯିବନି ବାସ୍ ତମ ପାଖରୁ ଗୋଟେ ଜିନିଷ ମାଗିବା ଚ୍ୟାନେଲ ଟିକୁ ସବସ୍କ୍ରାଇବ କରିଦିଅ ଆଉ ତମ ଭଲ ପାଇବା ଦିଅ ଠିକ ଅଛି। ନିହାତି ଗୋଟେ ଚ୍ୟାନେଲ ଟିକୁ ସବସ୍କ୍ରାଇବ କରିଦବ ଓକେ। ତ ଏତିକି କାମ କରିବ ତାପରେ ଆସିଲା ତମ ମନରେ ଗୋଟେ କ୍ୱେଶ୍ଚନ ଆସିବ ସାର୍ ଆମେ ଏଇ ଚ୍ୟାନେଲରେ ଜଏନ ହବା କେମିତି ବିଲକୁଲ ବି ଟେନସନ ନିଅନି ଚାଲ କ୍ୱେଶ୍ଚନ କରିବା ସେଇ ଭିତରେ କେତେ ଗୋଟେ କହିଦେବି ଠିକ ଅଛି। ସେଇ ଭିତରେ ମୁଁ କହିଦେବି କେମିତି ଚ୍ୟାନେଲରେ ଜଏନ କରିବ ଠିକ ଅଛି ଚାଲ ବା ଗ୍ରୁପରେ ଜଏନ କରିବ ନେକ୍ସଟ କ୍ୱେଶ୍ଚନ ଚାଲ ପ୍ରଥମ କ୍ୱେଶ୍ଚନ ଯିବା ଚାଲ ପିଲାମାନେ ଆଚ୍ଛା ପୂର୍ବ କ୍ଲାସ ଯଦି ତମେ ଦେଖିନ ମୁଁ ଏଠି ଆଇ ବଟନରେ ତମକୁ ଦେଇଦେବି ଲିଙ୍କ ଦେଇଦେବି କିମ୍ବା ଡେସକ୍ରିପସନରେ ଦେଇଦେବି ତମକୁ ଲିଙ୍କ ଦେଇଦେବି ତମେ ଆରାମସେ ଯାଇକି ପୂର୍ବ କ୍ଲାସ ଗୁଡା ଦେଖିଦବ ଠିକ ଅଛି।
ପ୍ରଥମ କ୍ୱେଶ୍ଚନ କହିଛି ପିଲାମାନେ ବହୁତ ଇଜି ଏକ୍ସାମ ଭଳିଆ ନବା। ତମେ ପ୍ରଥମେ ତମ ଆନ୍ସର ତମର ରଖିବ, ମୁଁ ତମ ତାପରେ କହିବି କୋଉ ଆନ୍ସର ଟା ତମର ଠିକ ଅଛି ନା ନାହିଁ, ତାପରେ ଭୁଲ ଅଛି କି ନାହିଁ, ଠିକ ଅଛି କି ଭୁଲ ଅଛି, ତାପରେ ଦେଖିବା ତମେ ସେଇ ହିସାବରେ ତମେ ନିଜେ ନିଜକୁ ସ୍କୋର ଦବ। ଓକେ, ଠିକ ଅଛି। ଫାର୍ଷ୍ଟ କ୍ୱେଶ୍ଚନ କହିଲା ପିଲାମାନେ, କେଉଁଟି ଏକ ରାସାୟନିକ ପରିବର୍ତ୍ତନ ନୁହଁ? କୋଉଟି ଏକ ରାସାୟନିକ ପରିବର୍ତ୍ତନ ନୁହଁ? ସାର୍ ରାସାୟନିକ ପରିବର୍ତ୍ତନ ମାନେ କଣ ଜାଣିନ? କିଛି ଅସୁବିଧା ନାହିଁ, ତମ ସାର୍ ଅଛନ୍ତି ଆମ ସହିତ ହେଲା। ଠିକ ଅଛି, ରାସାୟନିକ ପରିବର୍ତ୍ତନ ମାନେ କଣ? ପିଲାମାନେ ଗୋଟେ ଜିନିଷ ଗୋଟେ ପରିବର୍ତ୍ତନ ହଉଛି, ଗୋଟେ ଜିନିଷ ଆଉ ଗୋଟେ ଜିନିଷକୁ ସେ ପରିବର୍ତ୍ତନ ହଉଛି। ମନେକର ଏଇଠି ଗୋଟେ କହୁଛି କହୁଛି ମୁଁ, ଆମର କଣ କାଗଜ ଜଳି ପାଉଁଶ ହେଇଯାଏ। ମନେକର ଏଟା ଖବର କାଗଜଟି କଣ ଅଛି ପିଲାମାନେ, କାଗଜଟି ସେଇଠି ଯାଇକି ପାଉଁଶ ହେଇଗଲା। କଣ ହେଇଗଲା ପିଲେ? ପାଉଁଶ ହେଇଗଲା। ଆଚ୍ଛା, ଏଇଠି ମୁଁ ଜାଣିବି କେମିତି ରାସାୟନିକ ସମୀକରଣ କେଇଟା ଆମର କଣ ପରିବର୍ତ୍ତନ? ଆମେ ପରିବର୍ତ୍ତନ ଦିଟା ପଢିଛେ, ଗୋଟେ ହେଲା ଭୌତିକ ପରିବର୍ତ୍ତନ ସାର୍ ଆମେ ଶୁଣିଛେ, ଜାଣିନେ ଭୁଲି ଗଲେଣି, କିଛି ଭୁଲି ଯାଅ, କିଛି ମନେ ରଖିବା ଦରକାର ନାହିଁ। ମୁଁ କହୁଛି ଯେତିକି ସେତିକି ମନେ ରଖ, ଠିକ ଅଛି। ଭୌତିକ ପରିବର୍ତ୍ତନ କଥା ଆମେ ଜାଣିନଥିଲି, ମାନେ ଶୁଣିଛେ, ଆଉ ରାସାୟନିକ ପରିବର୍ତ୍ତନ ଶୁଣିଛେ। ଭୌତିକ ପରିବର୍ତ୍ତନ ଛୁଆ କଣ ନା, ଗୋଟେ ପିଲେ ଗୋଟେ ଆମର ପଦାର୍ଥ କିମ୍ବା ଯାହା ବି ହଉ, ସେ ଥରେ ଚେଞ୍ଜ ହେଇଗଲା ପରେ ଯଦି ସେଇ ଚେଞ୍ଜ ର ପୂର୍ବ ଅବସ୍ଥାକୁ ପୁଣି ସେ ଫେରିଆସେ, ଯଦି ସେଇ ଚେଞ୍ଜ ହେଲା ପରେ ବି ସେ ଯଦି ପୂର୍ବ ଅବସ୍ଥାକୁ ଫେରିଆସେ, ତେବେ ତାକୁ ଆମେ କଣ କହିବା? ଭୌତିକ ରାସାୟନିକ ପରିବର୍ତ୍ତନ। କଣ କହିବା ପିଲେ? ଭୌତିକ ରାସାୟନିକ ପରିବର୍ତ୍ତନ। ଆଚ୍ଛା, ଆଉ ଯଦି ସେ ପୂର୍ବ ଅବସ୍ଥାକୁ ଫେରି ପାରିବନି, ତେବେ ତାକୁ ଆମେ କଣ କହିବା? ରାସାୟନିକ ପରିବର୍ତ୍ତନ। ଠିକ ଅଛି। ଆଚ୍ଛା, ଯେତେବେଳେ ଯଦି ଯଦି କାଗଜ ଗୁଣ୍ଡଟା ନା ଆମର କାଗଜ ଖବର କାଗଜଟା ଯେତେବେଳେ ଆମେ ଜାଣି ସାରିଲେ, ସେ କଣ ହେଇଗଲା? ପାଉଁଶ ହେଇଗଲା। ପାଉଁଶଟା ପୁଣି କଣ ଖବର କାଗଜକୁ ଆସିପାରିବ କି? ନା ସାର୍ ବିଲକୁଲ ବି ଆସିପାରିବନି। ତେବେ ଏଟା କି ପ୍ରକାର ରାସାୟନିକ ପରିବର୍ତ୍ତନ? ନା କି ପ୍ରକାର ପରିବର୍ତ୍ତନ? ସାର୍ ଏଟା ରାସାୟନିକ ପରିବର୍ତ୍ତନ। ତେବେ ଏଟା ସେ କହିଛି କୋଉଟା ନୁହଁ? ତେବେ ଏଟା ସାର୍ ରାସାୟନିକ ପରିବର୍ତ୍ତନ, ଏଟା ଭୁଲ ହବ। ଏଟା ଆନ୍ସର ହବନି। ଖାଦ୍ୟ ହଜମ ବି ଭୁଲ ହବ। ଖାଦ୍ୟ ଥରେ ହଜମ ହେଇସାରିଲା ପରେ ସେ ପୁଣି ଖାଦ୍ୟକୁ ରିଟର୍ନ କରିପାରିବ କି? ନା। ଦହିଟା କ୍ଷୀରଟା ଯେତେବେଳେ ଦହିରେ ପରିଣତ ହେଇସାରିବ, ତାକୁ ପୁଣି ଆମେ କ୍ଷୀରକୁ ପରିଣତ କରିବାନି କି? ନା। ଏଇଟା ଯୋଉ ଜଳଟା ବରଫରେ ପରିଣତ ହବ, ବରଫଟାକୁ ପୁଣି ଆମେ ଜଳରେ ପରିଣତ କରିପାରିବା, ଜଳଟାକୁ ପୁଣି ଆମେ ବରଫରେ ପରିଣତ କରିପାରିବା। ତେବେ ଅପସନ ଏ ଇଜ ଦ ରାଇଟ ଆନ୍ସର। ପିଲାମାନେ ଦେଖ କାହାର କାହାର ଠିକ ହେଇଗଲା। ଇଜି କ୍ୱେଶ୍ଚନ ଟା ଥିଲା ନା କି? ଚାଲ ନେକ୍ସଟ କ୍ୱେଶ୍ଚନ ଯିବା ପିଲେ। କହିଲା ମାଗ୍ନେସିୟମ ପାତକୁ ବାୟୁରେ ଜାଳିଲା ବେଳେ ଉତ୍ପନ୍ନ ହଉଥିବା ଧଳା ଚୂର୍ଣ୍ଣଟିର ନାମ କଣ? ଏଠି ଚୁଅଟି ଲେଖା ହେଇଛି, ଚୂର୍ଣ୍ଣ ହେଲା। ଚୂର୍ଣ୍ଣଟିର ନାମ କଣ? ଠିକ ଅଛି। ଯେତେବେଳେ ମାଗ୍ନେସିୟମ ପାତଟାକୁ ଆମେ ବାୟୁ ମାନେ କଣ, ବାୟୁ ମାଧ୍ୟମରେ ଜାଳିବା, ଅକ୍ସିଜେନ ମାଧ୍ୟମରେ ତାକୁ ଜାଳିବା, ତେବେ ସେ କଣ ହବ ନା ଧଳା ଚୂର୍ଣ୍ଣ ହେଇଯିବ। ଧଳା ଚୂର୍ଣ୍ଣ ବା ଧଳା ପାଉଁଶରେ ସେ ପରିଣତ ହେଇଯିବ। ସେଇ ପାଉଁଶଟାର ନାଁ କଣ? ସଲଫାଇଡ ତ ବିଲକୁଲ ବି ନୁହଁ। ଅକ୍ସିଜେନ ମାନେ ଅକ୍ସିଜେନ ଏଡ୍ ହବ ନା, ଅକ୍ସିଜେନ ସହିତ ସିଏ ହେଇଛି ନା, ତେଣୁକରି ସଲଫାଇଡ ହବନି, ନାଇଟ୍ରାଇଟ ବି ହବନି, କାର୍ବୋନେଟ ବି ହବନି। ସାର୍ ଏଇଠି କଣ ହବ? ମାଗ୍ନେସିୟମ ଅକ୍ସାଇଡ, ଯାହାକୁ ଆମେ ସଂକେତ କଣ କହନ୍ତି? MgO। କଣ କହିଥାଉ ପିଲେ? MgO, ମାଗ୍ନେସିୟମ ଅକ୍ସାଇଡ ଇଜ ଦ ରାଇଟ ଆନ୍ସର ପିଲେ। ନେକ୍ସଟ କ୍ୱେଶ୍ଚନ। ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦବ। ଓକେ, ଆଚ୍ଛା। ନେକ୍ସଟ କ୍ୱେଶ୍ଚନ କଣ କହିଲା? ରାସାୟନିକ ପରିବର୍ତ୍ତନ ବେଳେ ନିମ୍ନୋକ୍ତ ମଧ୍ୟରୁ କେଉଁଠି ଘଟି ନଥାଏ? ଏଇ ଯୋଉ ରାସାୟନିକ ପରିବର୍ତ୍ତନ ଯେତେବେଳେ ହଉଥିବ ପିଲେ, ଏମାନଙ୍କ ଭିତରୁ କୋଉଟା ଘଟି ନଥାଏ? ଏଇଟା ପଢିଛେ ଆମେ ପିଲାମାନେ। କୋଉଟା ଘଟି ନଥାଏ? ସାର୍ ତାପମାତ୍ରାର ପରିବର୍ତ୍ତନ ବିଲକୁଲ ହେଇଥାଏ। ଏଟା ଏଟା ହେଇଥାଏ ପିଲା ପରିବର୍ତ୍ତନ। ରଙ୍ଗର ବି ପରିବର୍ତ୍ତନ ହେଇଥାଏ, ଗ୍ୟାସ ବି ନିର୍ଗତ ହେଇଥାଏ, କିନ୍ତୁ ଦେଖ ବସ୍ତୁର ପରିବର୍ତ୍ତନ ବିଲକୁଲ ବି ହେଇନଥାଏ। ତେବେ ଏଇଟା ଭୁଲ, ମାନେ ଏଇଟା ଅପସନ ଉତ୍ତର ନୁହେଁ। ଏଗୁଡା ଠିକ ମନେ ହେଇଛି, ଏଟା ଉତ୍ତର ନୁହେଁ। ଏଗୁଡା ପରିବର୍ତ୍ତନ ହେଇଥାଏ, କିନ୍ତୁ ସେ ପଚାରୁଛି କେଉଁଟା ଘଟି ନଥାଏ, କେଉଁଟା ଘଟି ନଥାଏ। ତେବେ ବସ୍ତୁର ପରିବର୍ତ୍ତନ ବିଲକୁଲ ବି ଘଟି ନଥାଏ। କାହିଁକି ଘଟି ନଥାଏ? ନା ବସ୍ତୁ ସଂରକ୍ଷଣ ନିୟମ ଅନୁସାରେ ରାସାୟନିକ ସମୀକରଣରେ କୌଣସି ମୌଳିକର ବସ୍ତୁତ୍ୱ ଚେଞ୍ଜ ହୁଏ ନାହିଁ, ବା ମାନେ ବିନାଶ ହୁଏ ନାହିଁ, କିମ୍ବା ତିଆରି ହେଇନଥାଏ। ସେ କଣ କରେ ନା ସମାନ ରହିଥାଏ। ତେଣୁକରି ସେ କଣ କରେ ନା ବସ୍ତୁତ୍ୱର ପରିବର୍ତ୍ତନ ବିଲକୁଲ ବି ଚେଞ୍ଜ ହେଇନଥାଏ, ପରିବର୍ତ୍ତନ ହେଇନଥାଏ। ଠିକ ଅଛି ନା, ସେ ସମାନ ଥାଏ। ନେକ୍ସଟ କ୍ୱେଶ୍ଚନ କଣ କହିଲା? କହିଲା ଲେଡ୍ ନାଇଟ୍ରେଟ ଜଳୀୟ ଦ୍ରବଣରେ ପଟାସିୟମ ଆଇଡାଇଡ୍ ଜଳୀୟ ଦ୍ରବଣ ମିଶାଇଲେ କେଉଁ ଅବକ୍ଷେପଟି ସୃଷ୍ଟି ହବ? ଯେଉଁ ଅବକ୍ଷେପଟି ପିଲା ସୃଷ୍ଟି ହବ, ତାର ରଙ୍ଗଟା କିପରି? କୁହ ପିଲେ। ଲାଲ? ବିଲକୁଲ ବି ନୁହଁ। କଳା ବି ନୁହଁ, ନୀଳ ବି ନୁହଁ। ଏଠି କଣ ହବ ଛୁଆ? ହଳଦିଆ ରଙ୍ଗଟା ସୃଷ୍ଟି ହବ। କଣ ଛୁଆ ସୃଷ୍ଟି ହବ? ଯେତେବେଳେ ଆମେ ଲେଡ୍ ନାଇଟ୍ରେଟ ଜଳୀୟ ଦ୍ରବଣ ସହିତ ପଟାସିୟମ ଆଇଡାଇଡ୍ ଜଳୀୟ ଦ୍ରବଣଟା ମିଶେଇବା, ସେତେବେଳେ ଆମେ ହଳଦିଆ ରଙ୍ଗର ଅବକ୍ଷେପଟି ସୃଷ୍ଟି ହବ। ଠିକ ଅଛି, ହଳଦିଆ ରଙ୍ଗର ଅବକ୍ଷେପଟି ପିଲେ। ଲେଡ୍ ନାଇଟ୍ରେଟକୁ ଉତ୍ତପ୍ତ କଲେ ସୃଷ୍ଟି ହେଉଥିବା ବାଦାମୀ ରଙ୍ଗର ଧୂଆଁ କେଉଁ ଗ୍ୟାସ ଅଟେ? ବାଦାମୀ ରଙ୍ଗର ଧୂଆଁଟା କେଉଁ ଗ୍ୟାସ ପିଲାମାନେ? ଜଲ୍ଦି କୁହ। ପିଲାମାନେ ସବୁ ଠିକ କରୁଥିବ, ମତେ ଲାଗୁଛି ଏଟା ସବୁ ଇଜି କ୍ୱେଶ୍ଚନ ଥିଲା ନାଇଁ? ଠିକ କରୁଥିବ। ଆଚ୍ଛା, ହଁ। ଅକ୍ସିଜେନ କିରେ? ନା ବିଲକୁଲ ନୁହଁ, ଅକ୍ସିଜେନ ନୁହଁ। ଅପସନ ସି ଇଜ ଦ
ରାଇଟ୍ ଆନ୍ସର NO2 କଣ ଛୁଆ କି ଗ୍ୟାସ୍ NO2 ଗ୍ୟାସ୍ ନିର୍ଗତ ହେଇଥାଏ ଠିକ ଅଛି ନା ବାଦାମୀ ରଙ୍ଗର ଧୂମଟା। ତାପରେ ନେକ୍ସଟ କ୍ୱେଶ୍ଚନ ପଲ୍ଲୀ ଚୂନକୁ ଜଳ ସହ ମିଶାଇଲେ କେଉଁ ରାସାୟନିକ ସଂଗଠିତ ହେଇଥାଏ କେଉଁ ରାସାୟନିକ ଆମେ ପଲ୍ଲୀ ଚୂନ ସଂକେତ କଣ ଜାଣିଛେ CaO ପିଲାମାନେ ଏଇ ତିନିଟା ଚିହ୍ନ ମନେ ରଖିଥିବ CaO ଟାକୁ ଆମେ ପଲ୍ଲୀ ଚୂନ କହିଥାଉ CaOH ର ହୋଲ୍ ଟୁ ଟାକୁ ଆମେ ସମିତ ଚୂନ କହିଥାଉ CaCO3 ଟାକୁ କଣ କହିଥାଉ ନା ମାର୍ବଲ ବି କହିଥାଉ ଚୂନ ପଥର ବି ଆମେ କହିଥାଉ ଠିକ ଅଛି ନା ଏଇ ତିନିଟା ତମେ ମନେ ରଖିବ ଏଇଟା ବହୁତ ବହୁତ ଇମ୍ପୋର୍ଟାଣ୍ଟ ପଚାରି ଦିଏ MCQ ର ଠିକ ଅଛି ନା ଏଇଟା ହେଲା ପଲ୍ଲୀ ଚୂନ ଏଇଟା ହେଲା କଣ ପିଲାମାନେ ଏଇଟା ହଉଛି ତମର ପଲ୍ଲୀ ଚୂନ ଏଇଟା ହଉଛି କଣ ଆମର ସମିତ ଚୂନ ଏଇଟା ହେଲା ମାର୍ବଲ ବା ଚୂନ ପଥର ମଧ୍ୟ କୁହାଯାଏ ଏଟାକୁ ମାର୍ବଲ କୁହାଯାଏ କିମ୍ବା ଚୂନ ପଥର ମଧ୍ୟ କହିଥାଉ ଓକେ। ଆଚ୍ଛା ଦେଖିବା ଆମେ କଣ କହିଥିଲେ କ୍ୱେଶ୍ଚନ କଣ କହିଛି ନା ପଲ୍ଲୀ ଚୂନକୁ ଜଳ ସହିତ ମିଶାଇଲେ କେଉଁ ରାସାୟନିକ ସଂଗଠିତ ଆଚ୍ଛା ପଲ୍ଲୀ ଚୂନ CaO ଜଳ କଣ ପିଲେ H2O ମିଶେଇ ଦେଲେ ଆମେ କଣ ତିଆରି ହବ ଛୁଆ CaOH ର ହୋଲ୍ ଟୁ CaOH ର ହୋଲ୍ ଟୁ ଏଇ ରାସାୟନିକ ସମୀକରଣ ଆଚ୍ଛା ଏଟା ଦେଖିଲ ସଂଶ୍ଲେଷିତ ହଉଛୁ ମାନେ କଣ ନା ଦୁଇରୁ ଏକାଧିକ ମାନେ ଦୁଇ କିମ୍ବା ଦୁଇରୁ ଅଧିକ ପ୍ରତିକାରକ ଯେତେବେଳେ ମିଶିକି ଗୋଟିଏ ଉତ୍ପାଦରେ ସୃଷ୍ଟି ହୁଅନ୍ତି ଗୋଟିଏ ଉତ୍ପାଦରେ ସୃଷ୍ଟି ହୁଅନ୍ତି ସେମାନେ ଅନେକ ଗୁଡେ ପ୍ରତିକାରକ ମିଶିକି ସେମାନେ ଗୋଟିଏ ଉତ୍ପାଦ ଯେତେବେଳେ କ୍ରିଏଟ କରନ୍ତି ତାକୁ ଆମେ ସଂଶ୍ଲେଷଣ ରାସାୟନିକ ପ୍ରତିକ୍ରିୟା ବୋଲି ଆମେ କହିଥାଉ ସଂଶ୍ଲେଷଣ ରାସାୟନିକ ପ୍ରତିକ୍ରିୟା ବୋଲି କହିଥାଉ। ଆଚ୍ଛା ବିଘଟନ ରାସାୟନିକ ପ୍ରତିକ୍ରିୟା କାହା କହିଥାଉ ପିଲାମାନେ ନା ଅନେକ ଗୁଡିଏ ପ୍ରତିକାରକ ମିଶି ଗୋଟିଏ ଉତ୍ପାଦରେ ଉତ୍ପନ୍ନ ହେଇଥାଉ ଅନେକ ଗୁଡିଏ ପ୍ରତିକାରକ ମିଶି ଗୋଟିଏ ଉତ୍ପାଦର ଉତ୍ପନ୍ନ ହେଲେ ତାକୁ ଆମେ ବିଘଟନ କହିବା। ବିସ୍ଥାପନ ଆୟନ ବିନିମୟ ହେଇଥାଏ ଆଉ ଦ୍ୱୈତ ବିସ୍ଥାପନ ଦିଟା ଆୟନ ବିନିମୟ ହେଇଥିଲେ ଦ୍ୱୈତ ବିସ୍ଥାପନ ଆମେ ତାକୁ କହିଥାଉ ଓକେ। ନେକ୍ସଟ କ୍ଲାସ ଯଦି ତମମାନଙ୍କୁ ଭଲ ଲାଗୁଥାଏ ନିହାତି ଭାବରେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦବ ଓକେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦବ ସବସ୍କ୍ରାଇବ କରିଦେଲେ ଗୋଟେ ମୋଟିଭେଟ ଆସେ ପିଲାମାନେ ଆମେ ମାନେ ମୋଟିଭେଟ କଣ ପିଲାମାନେ ସାର୍ ମାନଙ୍କ ପାଇଁ ମୋଟିଭେଟ କଣ ନା ଆମେ ଯୋଉ ପଢଉଛେ ତମର କିଛି ମାନେ 1% ବି ତମକୁ ହେଲ୍ପ ଲାଗୁଛି ଏତିକି ଆମ ପାଇଁ ବହୁତ ଖୁସି ଯଦି ତମକୁ 1% ବି ତମକୁ ଭଲ ଲାଗିବ ପ୍ଲିଜ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦବ ଓଡିଆ ଚ୍ୟାନେଲ ତମେ ତ ତମେ ସପୋର୍ଟ କଲେ ହିଁ ଆମେ ମାନେ ମୋଟିଭେଟ ହେଇକି ଆଉ ଡିଫରେଣ୍ଟ ୱେ ର ଡିଫରେଣ୍ଟ ଟାଇପ ର ଆମେ ଏକ୍ସପେରିମେଣ୍ଟ କରି କ୍ୱେଶ୍ଚନ ନେଇକି ଆସିବା ଠିକ ଅଛି ନା MCQ ଲଙ୍ଗ କ୍ୱେଶ୍ଚନ ବି ମୁଁ ଏବେ ପ୍ଲାନ୍ କରିଛି ଲଙ୍ଗ କ୍ୱେଶ୍ଚନ ବି ତମ ପାଇଁ କେମିତି ଲେଖାଯିବ ସାର୍ କେଉଁ ପ୍ରୋସେସ ରେ ଆମେ ଲଙ୍ଗ କ୍ୱେଶ୍ଚନ ଲେଖିଲେ ଆମକୁ ବୋର୍ଡରେ ବା ଅଧିକ ମାର୍କ ମିଳିବ ଠିକ ଅଛି ନା ସେଇ ହିସାବରେ ଆମେ କ୍ୱେଶ୍ଚନ ସବୁ ନେଇକି ଆସିବା ତ ନିହାତି ଭାବରେ ଚ୍ୟାନେଲ ଟାକୁ ସବସ୍କ୍ରାଇବ ନ କଲେ ଏମିତି ହେଇପାରିବନି ମୋଟିଭେଟ ଆସିବନି ଆମକୁ ଲାଗିବ କେହି ପିଲାମାନେ ଆମ ଭିଡିଓ ଦେଖୁନାହାନ୍ତି ତ ଆମେ ଆଉ ମାନେ ଇଚ୍ଛା ହିଁ ହବନି ଆମେ ଯଦି କେହି ପିଲାମାନେ ଭିଡିଓ ନ ଦେଖିବେନି ତେବେ ଆମକୁ ଆଉ ମାନେ ଇଚ୍ଛା ହିଁ ହବନି ଆସିବା ପାଇଁ ସେଥିପାଇଁ ତମ ସାଙ୍ଗମାନଙ୍କୁ ନିହାତି ଭାବରେ ଆମର ଚ୍ୟାନେଲଟିକୁ 5 ଜଣ ସାଙ୍ଗମାନଙ୍କୁ ନିହାତି ଭାବରେ ସେୟାର କରିଦବ ପ୍ଲିଜ ଏତିକି ତମ ପାଇଁ ମୁଁ ରିକ୍ୱେଷ୍ଟ କରିବି ଠିକ ଅଛି। ଆଚ୍ଛା ପାଠ ପାଖକୁ ଯିବା ପିଲେ ଟିକେ ମଝିରେ ଟିକେ କଥା ହେଇଯା ନା କଣ ଆଚ୍ଛା ସେ କହିଲା କାନ୍ଥର ଆମର ଘରର କାନ୍ଥକୁ ଚୂନ ପାଣି ଦ୍ଵାରା ଧଉଳେଇବାର 2-3 ଦିନ ପରେ ଅଧିକ ଜଳ ଦେଖାଯାଏ ଏଥିପାଇଁ ଦାୟୀ ହଉଥିବା ପଦାର୍ଥଟି ନା ପିଲାମାନେ ଯୋଉମାନଙ୍କର ଘରରେ ଦେଖିଥିବ ତମ ଘରରେ ଯେତେବେଳେ ଚୂନ ଲଗାଉଥିବେ ଚୂନ ପାଣି ଯେତେବେଳେ ମାରା ହଉଥିଲା ଯେତେବେଳେ ସାଙ୍ଗେ ସାଙ୍ଗେ ଛୁଆ ଚୂନ ପାଣି ମାରି ଦିଆଯାଏ ସେତେବେଳେ ଦେଖ ଟୋଟାଲି କିଛି ଜଣା ପଡେନି ତମେ ସେ ଯାଇକି ଚୂନ ଯିଏ ପାଣି ମାରୁଥିବ ତାଙ୍କୁ ଯାଇକି କହିବ ଭାଇ ତମେ ଚୂନ ପାଣି ମାରିଲ ନା ପାଣି ଖାଲି ପାଣି ଟା ମାରିଦେଲ ଟୋଟାଲି ଜଣା ପଡେନି ସେଠି ଚୂନ ପାଣି ଲଗାଯାଏ ବୋଲି କିନ୍ତୁ 2-3 ଦିନ ପରେ ଦେଖିବ ତ ସେ ଘରଟା କେମିତି ଦେଖାଯାଏ ପୁରା ଧଳା ପୁରା ଧଳା ଦେଖାଯାଉଥାଏ ପୁରା ଉଜ୍ଜଳ ପୁରା ଦେଖାଯାଉଥାଏ ହଁ କି ନା ଏଟା ଏଥିପାଇଁ କିଏ ଦାୟୀ ପିଲାମାନେ ଏଠି କ୍ୱେଶ୍ଚନ ପଚାରିଛି ଏଥିପାଇଁ କିଏ ଦାୟୀ ଜଲ୍ଦି କମେଣ୍ଟ କର ଜଲ୍ଦି କମେଣ୍ଟ ରେ କରିବ ଆରେ ଏମିତିକା ଲେଖିବନି ମୁଁ ଜାଣିବି କେମିତି ତମେ ଠିକ କରୁଛ ନା ଭୁଲ କରୁଛ କମେଣ୍ଟ ରେ କରିବ ଠିକ ଅଛି କମେଣ୍ଟ ରେ ସାର୍ ଲେଖିବ 7 ନମ୍ବର ସାର୍ B କିମ୍ବା C କିମ୍ବା A କିମ୍ବା D ଏଇରକ ଜଣେଇବ ଯାହା ଫଳରେ କି ମୁଁ ଜାଣିପାରିବି ନା ଏମାନେ ଯୋଉ ଇଏ ଯୋଉ ଏଇ ପିଲାଟି ଧର ଯୋଉ ରାମ ରଖିଛି 25 ରୁ 24 ନା ସେ ଠିକ ରଖିଥିବ କାରଣ ସେ ମେସେଜ କରିଛି ବା କମେଣ୍ଟ କରିଛି ସେ 7 ନମ୍ବର D 8 ନମ୍ବର A 9 ନମ୍ବର A ଏମିତିଆ କମେଣ୍ଟ କରିଛି ମାନେ ସେ ନିହାତି 25 ରୁ 24 ରଖିଥିବ ଠିକ ଅଛି ନା ସେଇ ହିସାବରେ ମୁଁ ଜାଣିପାରିବି ନିହାତି ଭାବରେ କମେଣ୍ଟ ବି ମତେ କରିବ ଠିକ ଅଛି 7 ନମ୍ବର କଣ ହବ ପିଲାମାନେ ଜଲ୍ଦି କୁହ ଭେରି ଗୁଡ କଣ ହବ କ୍ୟାଲସିୟମ ଅକ୍ସାଇଡ କାର୍ବୋନେଟ ହବନି ଛୁଆ ସମିତ ଚୂନ ବି थोड़ा नु कैल्शियम ऑक्साइड इज द राइट आंसर ओके। नेक्स्ट क्वेश्चन कौन कहला निम्नोक्त रासायनिक प्रतिक्रिया केउ रासायनिक प्रतिक्रिया अच्छा अच्छा एठी मते कहले कि देदी Zn प्लस H2SO4 सृष्टि करे ZnSO4 प्लस H2 पूरा सिंपल तुमको बुझे देबी अच्छा अच्छा संश्लेषण हो परिबो तो संश्लेषण मान जानि छु एपटे 2 रु अधिक उत्पाद मिसी के गोटे सॉरी 2 रु अधिक प्रतिकारक मिसी गोटे उत्पाद रे उत्पन्न होतबे मते कहले उत्पाद एठी केतरा अछि 1 2 एपटे केतरा अछि 1
ଦୁଇ ତାହେଲେ ଦିଟା ପ୍ରତିକାରକ ମିଶିଲେ ଦିଟା ଉତ୍ପାଦରେ ତିଆରି ହେଇଛନ୍ତି। ତେବେ ମୁଁ ଇଜିଲି କହିପାରିବି ନା ଛୁଆ ସାର୍ ଏଠି ସଂଶ୍ଳେଷଣ ରାସାୟନିକ ପ୍ରତିକ୍ରିୟା ବି ହେଇପାରିବନି, ବିଘଟନ ପ୍ରତିକ୍ରିୟା ବି ହେଇପାରିବନି। ଯଦି ହବ ସାର୍ ବିସ୍ଥାପନ ହେଇପାରେ, ନହେଲେ ଦ୍ୱୈତ ବିସ୍ଥାପନ ହେଇପାରେ। ଆଚ୍ଛା, ଏବେ ଜାଣିବା ଆମେ ବିସ୍ଥାପନ ପ୍ରତିକ୍ରିୟା ନା ଦ୍ୱୈତ ବିସ୍ଥାପନ। ମୁଁ କହିଥିଲି ଛୁଆ ବିସ୍ଥାପନ ପ୍ରତିକ୍ରିୟା କଣ କହିବେ, ରାସାୟନିକ ପ୍ରତିକ୍ରିୟାରେ କୌଣସି ଯୌଗିକ ପାଖରୁ ଆୟନ ବିନିମୟ ହେଇଥାଏ। ଆଚ୍ଛା, ମତେ ଏଠି କହିଲେ ଦେଖି ଏଠି H2SO4 ଟା କାହା ପାଖରେ ଲାଗିଥିଲା? ଏଠି H2SO4 ଟା କାହା ପାଖରେ ଲାଗିଥିଲା? H2 ପାଖରେ ଲାଗିଥିଲା। ସେ H2SO4 ଟା ଧୋକେବାଜ ନିକଲା ନା କଣ? ବେୱାଫା ନିକଲା। H2SO4 ଟା ଲାଗିଲା ଯାଇ କାହା ପାଖକୁ ପଳେଇଲା, ସିଏ Zn ପାଖକୁ ପଳେଇଲା। ଛୁଆ କାହା ପାଖକୁ ପଳେଇଲା? Zn ପାଖକୁ ପଳେଇଲା। ସେ କଣ ହେଲା? ଆୟନ ବିନିମୟ ଘଟିଲା। ଆଚ୍ଛା, ଏଇଠି ଆୟନ ଯୋଉ ବିନିମୟ ଘଟିଲା କେତେଟା ଘଟିଲା ଛୁଆ? ସାର୍ ଗୋଟେ ଘଟିଲା, କାରଣ ଏଠି Zn ପାଖରେ କିଛି ନାହିଁ, H2 ପାଖରେ କିଛି ନାହିଁ, ମାନେ ଗୋଟେ ଆୟନ ବିନିମୟ ଘଟିଲା। ତେବେ ଏଟାକୁ ଆମେ ଦ୍ୱୈତ ବିସ୍ଥାପନ କହିପାରିବା କି? ନା ସାର୍, ବିଲକୁଲ ବି ଦ୍ୱୈତ ବିସ୍ଥାପନ କହିବାନି। ତାକୁ କଣ କହିବା? ବିସ୍ଥାପନ ପ୍ରତିକ୍ରିୟା, ବିସ୍ଥାପନ ରାସାୟନିକ ପ୍ରତିକ୍ରିୟା ବୋଲି ଆମେ କହିବା। ଠିକ ଅଛି। କପର ଗୁଣ୍ଡକୁ ଉତ୍ତପ୍ତ କଲେ, କପର ଗୁଣ୍ଡଟାକୁ ଆମେ ଉତ୍ତପ୍ତ କରିବା ଯଦି ଏହା ଉପରେ ସୃଷ୍ଟି ହେଉଥିବା କଳା ରଙ୍ଗର ପଦାର୍ଥଟି କଣ? କପର ଗୁଣ୍ଡକୁ ଉତ୍ତପ୍ତ କଲେ ଏହା ଉପରେ ସୃଷ୍ଟି ହେଉଥିବା କଳା ରଙ୍ଗର ପଦାର୍ଥଟି କଣ? ଜଲ୍ଦି କମେଣ୍ଟ କର। ଭେରି ଗୁଡ୍, କପର ଅକ୍ସାଇଡ ଇଜ ଦ ରାଇଟ୍ ଆନ୍ସର। ଓକେ, ଏଗୁଡ଼ା ନୁହଁ। ନେକ୍ସଟ କ୍ୱେଶ୍ଚନ। ଆଗରୁ ତମ ମାନେ ପିଲାମାନେ ସବସ୍କ୍ରାଇବ କରୁନ, ଠିକ ଅଛି, ତମ ଇଚ୍ଛା, ତମକୁ ଯଦି ଭଲ ଲାଗିବ ସବସ୍କ୍ରାଇବ କରିବ, ନହେଲେ ନାହିଁ, କଣ ଅଛି। ଦେଖ ପିଲେ, 10 ନମ୍ବର କ୍ୱେଶ୍ଚନ ଆସିଗଲାଣି। ମୁଁ କହିବି ପିଲାମାନେ କେମିତି ଗ୍ରୁପରେ ଜଏନ ହବ। ମୁଁ ଜାଣିଛି ତମେ ଗ୍ରୁପରେ ଏପର୍ଯ୍ୟନ୍ତ ଜଏନ ହବା ପାଇଁ ପୁରା ଏକ୍ସାଇଟେଡ ଅଛ, ଏତେ ଗୁଡେ ସବୁ ବେନିଫିଟ୍ସ ଆସିଗଲାଣି ନା। ମୁଁ କହିବି ଏଇ କ୍ୱେଶ୍ଚନ ପରେ ମୁଁ କହିଦେବି, ଠିକ ଅଛି। ସେ କହିଲା ଗ୍ଲୁକୋଜର ଆମ ଶରୀରର କୋଷ ଗୁଡିକ ମଧ୍ୟରେ ଥିବା ଅକ୍ସିଜେନ ସହିତ ରାସାୟନିକ ପ୍ରତିକ୍ରିୟା କରିଥାଏ, ଆଉ ସେଇ ରାସାୟନିକ ପ୍ରତିକ୍ରିୟାଟି କଣ ହେଇଥାଏ? ପିଲାମାନେ ସିମ୍ପଲ, ଗ୍ଲୁକୋଜ ଯେତେବେଳେ ଆମର ଅକ୍ସିଜେନ ସହିତ ରାସାୟନିକ ପ୍ରତିକ୍ରିୟା କରିବ, ସେତେବେଳେ ତାପ ଉତ୍ପାଦ ହେଇଥାଏ। କଣ ହେଇଥାଏ ଛୁଆ? ତାପ ଉତ୍ପାଦ ହେଇଥାଏ। ସେଥିପାଇଁ ତାକୁ ଆମେ କଣ କହିବା? ତାପ ଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା ଆମେ କହିଥାଉ। ଠିକ ଅଛି, ସଂଶ୍ଳେଷଣ ବିଲକୁଲ ନୁହଁ, ପ୍ରତ୍ୟାବର୍ତ୍ତୀ ବି ନୁହଁ, ତାପ ଶୋଷି ନଥାଏ, ସେ ତାପ ଉତ୍ପାଦ କରିଥାଏ। ସେଥିପାଇଁ ତାକୁ ଆମେ ତାପ ଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା କହିଥାଉ। ଓକେ, ନେକ୍ସଟ କ୍ୱେଶ୍ଚନ କଣ କହିଲା? ନିମ୍ନୋକ୍ତ ମଧ୍ୟରୁ କେଉଁଠି ରାସାୟନିକ ପ୍ରତିକ୍ରିୟା ନୁହଁ? ଆଚ୍ଛା, ମୁଁ କହିଥିଲି ଛୁଆ କଣ ଫାର୍ଷ୍ଟ କ୍ୱେଶ୍ଚନ ମନେ ପଡୁଛି ନା? ପୂର୍ବ ଅବସ୍ଥାକୁ ଯେଟା ଫେରି ପାରୁନଥିବ ସେଇଟା ରାସାୟନିକ ପ୍ରତିକ୍ରିୟା, ଆଉ ଯେଟା ଫେରି ପାରୁଥିବ ତାକୁ ଆମେ ରାସାୟନିକ ପ୍ରତିକ୍ରିୟା କହିପାରିବାନି। ଆଚ୍ଛା, କଦଳୀଟା ପଚି ସାରିଲା ପରେ ସେ ଆଉ ପୁଣି ଭଲ କଦଳୀ ହେଇପାରିବ କି? ନା ସାର୍, ତେବେ ଏଟା ରାସାୟନିକ ପ୍ରତିକ୍ରିୟା। ମହମଟା ଜଳିବାଟା, ସେ ଜଳୁଥିବା ସମୟଟା ପୁଣି ସେଇ ଯୋଉ ସୂତାଟା ଜଳିଗଲା, ସେଟା ପୁଣି ପୂର୍ବ ଅବସ୍ଥାକୁ ଫେରି ପାରିବ କି? ନା ସାର୍, ଏଟା ବି ଫେରି ପାରିବ ନାହିଁ। ତାର ପାକସ୍ଥଳୀ ଏଟା ବି ସାର୍ ଫେରି ପାରିବ ନାହିଁ। କିନ୍ତୁ ଏଇଟା ହେଇପାରିବ କଣ ନା, ଆମର ମହମକୁ ଗରମ କରି ତରଳରେ ପରିଣତ କରିବା। ଆଚ୍ଛା, ପିଲାମାନେ ମନେ ରଖିଥିବ ପିଲାମାନେ, ଏଇ ଯୋଉ ମହମବତୀ ଯେତେବେଳେ ଜଳୁଥାଏ ସେତେବେଳେ ଦୁଇ ପ୍ରକାର ରାସାୟନିକ ପରିବର୍ତ୍ତନ ଦୁଇ ପ୍ରକାର ପରିବର୍ତ୍ତନ ହେଇଥାଏ। ପିଲାମାନେ ଏଇ ଯୋଉ ଜଳିବାଟା ହଉଛି ରାସାୟନିକ ପରିବର୍ତ୍ତନ, କିନ୍ତୁ ଏଇ ଯୋଉ ମହମଟା ତରଳିବାଟା ସେଟା ଗୋଟେ ଭୌତିକ ପରିବର୍ତ୍ତନ, ମନେ ରଖିବ। ଠିକ ଅଛି, ନେକ୍ସଟ କ୍ୱେଶ୍ଚନ। ତ ଏଇ କ୍ୱେଶ୍ଚନ ଟା ଷ୍ଟାର୍ଟ କରିବା ପୂର୍ବରୁ ତମର ଏକ୍ସକ୍ଲୁସିଭ ଗ୍ରୁପ କଥା କହିଦେବି, କହିଦେବି ଚାଲ, କାହିଁ ଆଉ ବେଶୀ ସମୟ ରଖିବା। ଗ୍ରୁପ, ଆଚ୍ଛା, ଗ୍ରୁପ ରେ ସାର୍ ଆମେ କେମିତିଆ ଜଏନ ହବା? ବେନିଫିଟ ସବୁ କହିଦେଇଛି, ଆଉ ତମର ଟାଇମ ୱେଷ୍ଟ କରିବିନି ବେଶୀ। ବେନିଫିଟ ଗୁଡାକ ସବୁ କହିଦେଇଛି, ମୁଁ ବେନିଫିଟ ଆଉ କହିବିନି। ତଥାପି କହିଦଉଛି ପିଡିଏଫ, PYQ, ସ୍ପେଶାଲ MCQ, ସିଟ୍, ଓକେ ନା, SMS, ଏତିକି ସବୁ ତମକୁ ମିଳିବ। ଆଉ କଣ ୱାନ୍ ଟୁ ୱାନ୍ ମେଣ୍ଟରସିପ, ଏତିକି ସବୁ ତମକୁ ମିଳିବ। ତମର କଣ ବେନିଫିଟ୍ସ, ଏଇ 4ଟା ବେନିଫିଟ୍ସ ପିଲା, ସେଟା ବି ବିଲକୁଲ ବି ଫ୍ରି, ବିଲକୁଲ ବି ଫ୍ରି। ଆଚ୍ଛା, କେମିତି ଗ୍ରୁପ ରେ ଜଏନ ହବ ପିଲେ? ଗ୍ରୁପ ରେ ଜଏନ ହବା ପାଇଁ ଗୋଟେ ନମ୍ବର ତମେ ମନେ ଲେଖିନିଅ, 7205892090720589209 720589209। ଏଇ ନମ୍ବରରେ ତମେ କଣ କରିବ? ହ୍ୱାଟ୍ସଆପ କରିବ, କଲ୍ କରିବନି ହେଲା, ହ୍ୱାଟ୍ସଆପ କରିବ, ଲେଖିବ ସାର୍ ଏଡ୍ ମି, ସାର୍ ଏଡ୍ ମି, ଖାଲି ଏତିକ ଲେଖିବ, ସାର୍ ଏଡ୍ ମି। ପିଲାମାନେ ଦେଖ, ଟଙ୍କେ ବି ତମକୁ ମାଗିବିନି, ମୁଁ ଏଡ୍ କରିଦେବି ଗ୍ରୁପରେ, ଠିକ ଅଛି। ଖାଲି ଲେଖିବ କଣ? ସାର୍ ଏଡ୍ ମି। ମୁଁ ତମକୁ ନେଇକି କଣ ସେଇ ଗ୍ରୁପରେ ଲେଖା ହେଇଥିବ ଚାଲ ପଢିବା, ସେ ଗ୍ରୁପରେ ନେଇକି ତମକୁ ଏଡ୍ କରିଦେବି, ଠିକ ଅଛି। ଏଡ୍ କରିସାରିଲା ପରେ ତମେ ଜାଣିଛ କଣ କଣ ସବୁ ବେନିଫିଟ୍ସ ପାଇଲ, ଠିକ ଅଛି ନା। ତ ଏତିକି କରିବ, କଣ କରିବ ତମେ, ଏଇ ଚ୍ୟାନେଲ, ଏଇ ନମ୍ବର 720589209, ଏଇ ନମ୍ବରରେ କଣ କରିବ? ଖାଲି ମେସେଜ କରିବ ମତେ ହ୍ୱାଟ୍ସଆପ ରେ, କଣ କରିବ? ସାର୍ ଏଡ୍ ମି, ଖାଲି ଏତିକି ଲେଖିବ, ସାର୍ ଏଡ୍ ମି।
इन व्हाट्सएप ग्रुप जहाँ लिखिबो लिखिबो किंतु लिखिबो एतिकी लिखिबो खाली सार एड मी हैला एतिकी लिख साला पर तुमको एड कर दूं ओके चलो नंबर टा लिखि देथियो कॉपी रे ठीक अछि ना साइड रे रफ कॉपी रे लिखि देथियो क्लास क्लास सरला पर कहबो ହେଲା क्लास टा आगे सर जाऊ तमे केते मार रखछो सेटा भी देखिबो ठीक अछि अच्छा देखो फेरस सल्फेट केते जण अछि मु एटा पिला माने बहुत इंपोर्टेंट मु पिला मानु कहि देतिली मु बहुत इंपोर्टेंट एगुडा एई क्वेश्चन टा बहुत भेरी इंपोर्टेंट भेरी इंपोर्टेंट ओके फेरस सल्फेट केतरा जळ अणु अछि ना सर 7टी जळ अणु अछि केतरा जळ अणु अछि पिला माने ना सर 7टी जळ अणु अछि 5टा नो 4टा नो 2टा नो 7टी जळ अणु अछि ठीक अछि अब नेक्स्ट क्वेश्चन नंबर टा लेखि निता होते पिला 7205892090 खाद्य पदार्थर जारणକୁ ଖାଦ୍ୟ ପଦାର୍ଥର ଜାରଣକୁ ପ୍ରତିହତ କରୁଥିବା ପଦାର୍ଥକୁ କଣ କୁହାଯାଏ ଖାଦ୍ୟ ପଦାର୍ଥର ଜାରଣକୁ ପ୍ରତିହତ କରୁଥାଏ କଣ କହିବା ତାକୁ ପ୍ରତିହତ କରୁଥିବା ପଦାର୍ଥକୁ ଆମେ କଣ କହିବା ପ୍ରତିଜାରକ ସାର୍ ସାର୍ ଜାରଣକୁ ପ୍ରତିହତ କରୁଥିବା ମାନେ ପ୍ରତିଜାରକ ସେଇ ପ୍ରତିଅମ୍ଳ ନୁହଁ ପ୍ରତିଜାରକ ଏଟା ଦିଟା ଅପସନ ଅଛି ପିଲାମାନେ ପ୍ରତିଜାରକ ଏଟା ଦିଟା ହେ ଦିଟା ଭୁଲ ପ୍ରିଣ୍ଟ ହେଇଯାଇଛି ତମେ ଏଟା ଅପସନ ଗ୍ରେସ୍ ମିଳିଗଲା ନୁହେଁ କି ଗ୍ରେସ୍ ମିଳିଗଲା ଆଚ୍ଛା ତମେ ବି ସି ଯେଟା ବି କରିଛ ଦି ଦିଟା ଯାକ ଠିକ ହେଲା ପ୍ରତିଜାରକ ବିଚାରକ ତାପରେ ଯିବା ଚିପ୍ସ ଫଳରେ ଉତ୍ପାଦନକାରୀ ମାନେ ଜାରଣକୁ ପ୍ରତିହତ କରିବା ପାଇଁ କେଉଁ ଗ୍ୟାସ ଭର୍ତ୍ତି ଲେଖା ହେଇଛି ଭର୍ତ୍ତି ହେଲା କେଉଁ ଗ୍ୟାସ ଭର୍ତ୍ତି କରିଥାନ୍ତି ପିଲାମାନେ ଏଇଟା ବି ଲେଖିନିଅ ଭେରି ଇମ୍ପୋର୍ଟାଣ୍ଟ ଏଇଟା କ୍ୱେଶ୍ଚନ ବାର ବହୁତ କ୍ୱେଶ୍ଚନ ଦେଖିଛି ମୁଁ ପିୱାଇକ୍ୟୁ ତମେ ଯେତେବେଳେ ମୁଁ ତମକୁ ପଠେଇମି ପିଲାମାନେ ଏଇ ଯୋଉ ଗ୍ରୁପରେ ତମକୁ ଯେତେବେଳେ ମୁଁ ପିୱାଇକ୍ୟୁ ପଠେଇମି ସେତେବେଳେ ଦେଖିବ ବହୁତ ହି ଏକ୍ସାମ ରେ ତମର ଏଇ କ୍ୱେଶ୍ଚନ ଟା ପଡୁଛି ବହୁତ ଏକ୍ସାମ ଠିକ ଅଛି ନା ଏଟା କୋଉ ଗ୍ୟାସ ଛୁଆ ନାଇଟ୍ରୋଜେନ ଗ୍ୟାସ କୋଉ ଗ୍ୟାସ ଛୁଆ ନାଇଟ୍ରୋଜେନ ଗ୍ୟାସ ଇଜ ଦ ରାଇଟ ଆନ୍ସର ଅକ୍ସିଜେନ ନୁହଁ ହାଇଡ୍ରୋଜେନ ନୁହଁ କାର୍ବନ ଡାଇଅକ୍ସାଇଡ ନୁହଁ ଏଟା ହେଲା ନାଇଟ୍ରୋଜେନ ଗ୍ୟାସ ଟା ଭର୍ତ୍ତି କରିଥାନ୍ତି ଓକେ ନେକ୍ସଟ କ୍ୱେଶ୍ଚନ କଣ କହିଲା ପିଲେ ତେଲ ଓ ଘିଅ ଆଦି ଦ୍ରବ୍ୟ ବହୁତ ଦିନ ରହିଗଲେ କେଉଁ ପ୍ରକ୍ରିୟା ଯୋଗୁ ଆରେ ସିମ୍ପଲ ସେ କଣ ହେଇଥାଏ ତେଲ ଘିଅ ଦ୍ରବ୍ୟ ଆଦି ବହୁତ ଦିନ ରହିଗଲା ପରେ ସେ କଣ ଗନ୍ଧାଇ ରହଣିଆ ଗନ୍ଧ ଗୋଟେ ଆସିଥାଏ ସେ ଗନ୍ଧଟା କାହିଁକି ଆସିଥାଏ ସିଏ କଣ କରିଥାଏ ନା ଅକ୍ସିଜେନ କମେଣ୍ଟ କର ସାର ଆଗେ ତମ ଆନ୍ସର ଜାଣି ସାର ନହେଲେ ତମେ ସବୁ ଚିଟିଂ କରିବନି ପିଲେ ଠିକ ଅଛି ସେ କଣ କରିଥାଏ ପିଲେ ନା ଅକ୍ସିଜେନ ସହିତ ପ୍ରତିକ୍ରିୟା କରିକି ସେ କଣ ହେଇଥାଏ ଜାରିତ ହେଇଯାଇଥାଏ କଣ ହେଇଯାଇଥାଏ ଛୁଆ ଜାରିତ ହେଇଯାଇଥାଏ ଯାହା ଫଳରେ କି ରହୁଣିଆ ଗନ୍ଧ ବାହାରେ କେମିତି ଗନ୍ଧ ବାହାରେ ଛୁଆ ରହଣିଆ ଗନ୍ଧ ଏଇଟା କଣ କହିଲା କେଉଁ ଯୌଗିକକୁ କଳା ଧଳା ଫଟୋ ସଂକ୍ରାନ୍ତରେ ବ୍ୟବହାର କରାଯାଏ ଏଟା ବି ବହୁତ ଭେରି ଇମ୍ପୋର୍ଟାଣ୍ଟ ଏଇ କ୍ୱେଶ୍ଚନ ଟା ବି ବହୁତ ଇମ୍ପୋର୍ଟାଣ୍ଟ ହେଲା ଏଇଟା ବି ନୋଟ କରିଦିଅ ଏଟା ଭେରି ଇମ୍ପୋର୍ଟାଣ୍ଟ ପାଇଁ ନୋଟ କରିଦବ ଠିକ ଅଛି କେଉଁ ଯୌଗିକକୁ କଳା ଧଳା ଫଟୋ ସଂକ୍ରାନ୍ତରେ ବ୍ୟବହାର କରାଯାଏ ନା କଣ ସିଲଭର କ୍ଲୋରାଇଡ କଣ କୁହାଯାଏ ଛୁଆ ସିଲଭର କ୍ଲୋରାଇଡ ସିଲଭର କ୍ଲୋରାଇଡ କୁ କଳା ଧଳା ଫଟୋ ସଂକ୍ରାନ୍ତରେ ଆମେ ବ୍ୟବହାର କରିଥାଉ ଠିକ ଫେରସ ସଲଫେଟ ର ସ୍ଫଟିକକୁ ଉତ୍ତପ୍ତ କଲେ କେତୋଟି ଗ୍ୟାସୀୟ ପଦାର୍ଥ ସୃଷ୍ଟି ହେଇଥାଏ କେତୋଟି ଗ୍ୟାସୀୟ ଆମର ଉତ୍ପାଦ ସୃଷ୍ଟି ହେଇଥାଏ କେତୋଟି ଗ୍ୟାସୀୟ ଉତ୍ପାଦ ସୃଷ୍ଟି ହେଇଥାଏ ଜଲ୍ଦି କମେଣ୍ଟ କର କେତୋଟି ତିନୋଟି ଦୁଇଟି ଆଦৌ ବି ଗ୍ୟାସୀୟ ସୃଷ୍ଟି ହୁଏନି କିଛି ତ ଗ୍ୟାସ ସୃଷ୍ଟି ହେଇଥାଏ ଜଲ୍ଦି କର କମେଣ୍ଟ କଣ ଭେରି ଗୁଡ ସାର୍ ତିନିଟି ନୁହଁ କିମ୍ବା ଗୋଟିଏ ନୁହଁ କିମ୍ବା କୌଣସିଟି ନୁହଁ ସାର୍ ଦୁଇଟା ଗ୍ୟାସ ଆମେ ଜାଣିଥିଲେ ସାର୍ ଆମେ ଜାଣିଥିଲେ ଦୁଇଟା ଗ୍ୟାସ ବହିରେ ଅଛି ଇକ୍ୱେସନ ସାର୍ ଆମେ ଜାଣିଥିଲେ ଦିଟା ଗ୍ୟାସ ତାପରେ ନେକ୍ସଟ ଜଳ ବୈଦ୍ୟୁତିକ ବିଘଟନର ସୃଷ୍ଟି ହଉଥିବା ହାଇଡ୍ରୋଜେନ ଆଉ ଅକ୍ସିଜେନ ଗ୍ୟାସ ର ଆୟତନର ଅନୁପାତ କେତେ ଛୁଆ ମୋର ଏଇଟା ମନେ ପଡୁଛୁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଏଟା ଲେଖିନି ତ ଏଟା ମୋର ମନେ ପଡୁଛୁ 2 ଥର କି 3 ଥର ଏକ୍ସାମ ରେ ପଡିଛି ଏଇ କ୍ୱେଶ୍ଚନ ଟା 2 ଥର ପଡିଛି 2 ଥର ମୋର ମନେ ପଡୁଛି 2 ଥର ଏକ୍ସାମ ରେ ପଡିଛି ଏଇ କ୍ୱେଶ୍ଚନ ଟା ତ ଏଇଟା ନିହାତି ଇମ୍ପୋର୍ଟାଣ୍ଟ ମାର୍କ ଲେଖିଦେଇଥା ଆମେ ଜାଣିଛେ ଛୁଆ ଜଳର ରାସାୟନିକ ସଂକେତ କଣ H2O ଏଠି ହାଇଡ୍ରୋଜେନ କେତେଟା ଦୁଇଟା ଅକ୍ସିଜେନ ଗୋଟେ ତେବେ କଣ କହିପାରିବା 2:1 ରେସିଓରେ ଅଛନ୍ତି କେତେଟା 2:1 ରେସିଓରେ ଅଛନ୍ତି ଅପସନ B ଇଜ ଦ ରାଇଟ ଆନ୍ସର ଓକେ 8 ନମ୍ବର B ଲେଖିଦିଅ ଛୁଆ କାହାର ଠିକ ହେଲା କମେଣ୍ଟ କରୁଛ ତ ଭେରି ଗୁଡ ନିମ୍ନରେ ଦିଆଯାଇଥିବା ରାସାୟନିକ ସମୀକରଣ କେଉଁ ଉକ୍ତିଟି ସତ୍ୟ ନୁହଁ ଆଚ୍ଛା ଏଇ ଭିତରେ କୋଉ ଉକ୍ତିଟା ସତ୍ୟ ମାନେ ଭୁଲ ସତ୍ୟ ନୁହଁ ମାନେ ଭୁଲ ସେ କହିଛି ଅଛି ଠିକ ଅଛି ସାର୍ ଆଇରନ୍ ଧାତୁ ଚାରଣ ଘଟୁଛି ଏଠି ଆଇରନ୍ ର କିଛି ନଥିଲା କିନ୍ତୁ ଏପଟୁ ଚାଲିଗଲା ବେଳକୁ ଅକ୍ସିଜେନ ଏଡ୍ ହେଇଗଲା ଆମେ ଦେଖ ଆଉ ଥରେ କହିଦଉଛୁ ଜାରଣ ଗୋଟେ ବିଜାରଣ ଗୋଟେ ପିଲାମାନେ ମନେ ରଖିବ ଆଉଥରେ ତମକୁ ମାନେ କ୍ୱେଶ୍ଚନ ଡିସ୍କସନ କରିବା ପୂର୍ବରୁ କହିଦଉଛି ପିଲାମାନେ
ଯଦି ତମକୁ ଥିଓରି ତମେ ଟିକେ ୱିକ୍ ଅଛ, ଥିଓରି ମାନେ କଣ ସାର୍? ସାର୍ ଆପଣ ତ ଏମସିକ୍ୟୁ କରିଦଉଛନ୍ତି, ଆମକୁ ଟିକେ ଯଦି ଥିଓରିରେ ଟିକେ ବୁଝେଇଥାନ୍ତେ ସେ ଆମକୁ ଭଲ ଲାଗିଥାନ୍ତା। ଆମକୁ ଆଗେ ଥିଓରି କରେଇ ଦେଇଥାନ୍ତେ, ତାପରେ ଆମକୁ ଟିକେ କ୍ୱେଶ୍ଚନ ଆନ୍ସର କରେଇଦେଲେ ଆମେ ଥିଓରି ବି କ୍ଲିୟର ହେଇଯାଇଥାନ୍ତେ, କ୍ୱେଶ୍ଚନ ଆନ୍ସରରେ ଆମେ ଭଲ କରିପାରିଥାନ୍ତେ। ଯଦି ତମର ଏଇଟା ତମର ମାନେ ପ୍ରୋବ୍ଲେମ ରହୁଛି ପିଲାମାନେ, ମୁଁ ଅଛି ପିଲାମାନେ, ପ୍ରୋବ୍ଲେମ ର ସଲ୍ୟୁସନ ମୋ ପାଖରେ ଅଛି, ଠିକ ଅଛି ନା? ଯଦି ତମର ଏଇ ପ୍ରୋବ୍ଲେମ ରହିବ, ନିହାତି ଭାବରେ ମତେ କଣ କରିବ, ମେସେଜ କରିବ। ମେସେଜ ଖାଲି କଲେ ହବନି, ତମକୁ ମାତ୍ର କେତେ ନା 500 ସବସ୍କ୍ରାଇବର ହିଟ୍ କରିବାକୁ ପଡିବ। 500 ସବସ୍କ୍ରାଇବର ହିଟ୍ କରିବାକୁ, କାହିଁକି ମୁଁ କହିଲେ 500 ସବସ୍କ୍ରାଇବର କହୁଛୁ ନା, ଆମେ ଲାଇଭ କରିପାରିବା, ଚ୍ୟାନେଲରେ ଆମେ ଲାଇଭ କରିପାରିବା। ଦେଖ, ଲାଇଭ କଲେ କଣ ହବ ଛୁଆ, ଆମେ କଣ କରିବା ନା, ଥିଓରି ପାର୍ଟଟାକୁ ଆମେ ଲାଇଭରେ ପଢିବା କିମ୍ବା ଥିଓରି ପାର୍ଟଟା ଯଦି ଆମେ ଲାଇଭରେ ପଢିବା, ତମେ ପୁରାପୁରି କଣ ଇଣ୍ଟରାକ୍ସନ କରିପାରିବ। ସାର୍ ଏଇ ଯୋଉ ଏଟା ଯୋଉ ପଢେଇଲେ ଆପଣ, ମୁଁ ବୁଝିପାରିଲିନି, ମେସେଜ କରିଦେଲେ ସାଙ୍ଗେ ସାଙ୍ଗେ ତମକୁ ବୁଝେଇଦେବେ, ଠିକ ଅଛି ନା ନାଇଁ? ତ ଲାଇଭରେ ପଢେଇଲେ, ଥିଓରି ପାର୍ଟଟା ଟିକେ ଲାଇଭରେ ପଢେଇଲେ ଟିକେ ଭଲ ଲାଗେ, ଠିକ ଅଛି ନା? ସେଥିପାଇଁ ଆମେ 500 ସବସ୍କ୍ରାଇବର କଲା ମାନେ ଆମେ ଚ୍ୟାନେଲରେ ଲାଇଭ କରିପାରିବା। ଏବେ ଆମେ କରିପାରିବାନି, ଆମର କେତେ 30-40 ସବସ୍କ୍ରାଇବର ଅଛି, ତେଣୁ ଆମେ ଲାଇଭ କରିପାରିବା। ସେଥିପାଇଁ ତମ ପାଇଁ 500 ସବସ୍କ୍ରାଇବର କଲା ମାନେ ଆମେ ଥିଓରି କ୍ୱେଶ୍ଚନ ଷ୍ଟାର୍ଟ କରିଦବା, ଠିକ ଅଛି? ଥିଓରି କ୍ୱେଶ୍ଚନ ଷ୍ଟାର୍ଟ କରିଦବା, ତାପରେ ଆମେ ହବ ଆଉ। ଆଚ୍ଛା, ତା ପୂର୍ବରୁ ମୁଁ କହିଦଉଛି ଜାରଣ ବିଜାରଣ କେମିତି ଚିହ୍ନିବା। ଦେଖ, ପ୍ରଥମେ ଗୋଟେ ଟ୍ରିକ୍ ମନେ ରଖିଥାଅ, ଏଇ ଇକ୍ୱେସନର ଏପଟଟା କଣ, ପ୍ରତିକାରକ ପଟଟା, ଏପଟଟା ହଉଛି ଉତ୍ପାଦ ପଟଟା। ହେ ଛୁଆ, ଆଚ୍ଛା, ପ୍ରତିକାରକ ପଟ, ଉତ୍ପାଦ ପଟ, ସେ ଯଦି ପଚାରିଥିବ କେଉଁ ରାସ ଏଇ ସମୀକରଣ କେଉଁଟା ମାନେ କୋଉଟା ଜାରଣ ହଉଛି, କୋଉ ଧାତୁଟା ଜାରଣ ହଉଛି, କୋଉ ଧାତୁଟା ବିଜାରଣ ହଉଛି, ଯଦି ସେମିତିଆ କ୍ୱେଶ୍ଚନ ପଚାରିଥିବ, ମନେ ରଖିଥାଉ, ଉତ୍ପାଦ ପଟ ଗୁଡା କେହି ବେଳେ ବିଜାରିତ ହୁଅନ୍ତିନି କି ଜାରିତ ହୁଅନ୍ତିନି। ଏଇ ପ୍ରତିକାରକ ପଟ ସାଇଡ ଗୁଡା ସବୁ ଜାରିତ ଆଉ ବିଜାରିତ ହେଇକି ଉତ୍ପାଦ ପଟକୁ ଆସନ୍ତି। ତେବେ ତମର ଆନ୍ସରଟା ଏଇ ଦିଟା ଭିତରୁ କେଟା ଗୋଟେ ରହିବ, ହେଲା? ଆଚ୍ଛା, ଜାରଣ। ଜାରଣ କଣ ହବ ଛୁଆ ନା, ଅକ୍ସିଜେନ ଲାଭ କରୁଥିବ କିମ୍ବା ହାଇଡ୍ରୋଜେନ ହରଉଥିବ। ଅକ୍ସିଜେନ ଲାଭ କରୁଥିବ କିମ୍ବା ହାଇଡ୍ରୋଜେନ ହରଉଥିବ। ଏଠି ଦେଖ, ଆଇରନ୍ ଆଇରନ୍ ଟା ଏଠି ଆସି କଣ ହେଲା, ଅକ୍ସିଜେନ ପାଇଗଲା ନା ଗୋଟେ, O4 ଅକ୍ସିଜେନ ପାଇଗଲା। ତେବେ ମୁଁ କହିପାରିବି ନା, ଅକ୍ସିଜେନ ଏଠି କଣ କରିଛି, ସିଏ ଲାଭ କରିଛି। କଣ କହିଛି ଛୁଆ, କଣ କରିଛି ଏଠି ଛୁଆ, ଲାଭ କରିଛି। ସେଇପରି ହାଇଡ୍ରୋଜେନ ଯଦି ସିଏ ହରେଇଥାନ୍ତା, ତେବେ ତାକୁ ମୁଁ କଣ କହିଥାନ୍ତି, ସିଏ ଜାରଣ କରୁଛି, କାହିଁକିନା ସେ ହାଇଡ୍ରୋଜେନ ହରେଇଲା। ତା ଉଲ୍ଟାଟା ଛୁଆ ବିଜାରଣ। ବିଜାରଣରେ କଣ କରିବ ଛୁଆ, ଅକ୍ସିଜେନ ହରେଇବ କିନ୍ତୁ ହାଇଡ୍ରୋଜେନକୁ ଲାଭ କରିବ, ଠିକ ଅଛି ନା? ଜାରଣ ବିଜାରଣ ବିଷୟରେ କନଫ୍ୟୁଜନ ପୁରା ଦୂର ହେଇଗଲା ନା ପିଲା? ହୁଁ, ନୋଟ୍ସ ଲେଖିଦବ, ଠିକ ଅଛି? ନୋଟ୍ସ ବି ପ୍ରୋଭାଇଡ କରାଯିବ ପିଲେ, ମୁଁ ଭୁଲି ଯାଇଥିଲି କହିବା ପାଇଁ। ତ ସେ ଯୋଉ ଗ୍ରୁପରେ ନୋଟ୍ସ ବି ଦିଆଯିବ। ତ ପ୍ରତ୍ୟେକ ସବଜେକ୍ଟ ୱାଇଜ ନୋଟ୍ସ ଦିଆଯିବ, ଠିକ ଅଛି ନା? ଟେନସନ ନବନି, ଗ୍ରୁପରେ ଖାଲି ତମେ ଜଏନ ହେଇଯାଅ। ଆଚ୍ଛା, ତେବେ ଏଇଟା ତ ନୁହଁ, ମାନେ ଠିକ ଉକ୍ତିଟା, ମତେ ଭୁଲ ଉକ୍ତିଟା ଦରକାର। ଜଳ ବିଜାରଣ ଘଟୁଛି। ଆଚ୍ଛା, ଜଳ ଏଠି H2, ହଁ, ଅକ୍ସିଜେନ ନଷ୍ଟ ହେଇଯାଉଛି। ଦେଖ, ଅକ୍ସିଜେନ ଆ ପାଖରେ ଥିଲା, ଦେଖ H2O ପାଖରେ ଅକ୍ସିଜେନ ଥିଲା, କିନ୍ତୁ ଏ ପାଖରେ ଅକ୍ସିଜେନ ନାହିଁ। ଅକ୍ସିଜେନ ହରଉଛି ମାନେ ଏଟା ବି ଠିକ ବିଜାରଣ ଘଟୁଛି। ତେବେ ଏଠାରେ ଜଳ ଏକ ବିଜାରକ ଅଟେ। ଆରେ ବିଜାରଣ ଘଟୁଛି, ଜଳଟା ବିଜାରଣ ଘଟୁଛି, ତେବେ ଜଳ ଏକ ବିଜାରକ ଅଟେ, ଠିକ ନା ଭୁଲ? ଜଲ୍ଦି କହ। ହୁଁ, ନା, ଏଇଟା ଠିକ ଉତ୍ତର ନୁହଁ। ଏଠାରେ ଜଳ ଗୋଟେ ବିଜାରକ ନୁହଁ, ଜଳ ଏକ ବିଜାରକ ନୁହଁ। ଏଇ ଆନ୍ସରଟା ହବ ଠିକ, ହେଲା? ଏଟା ଏଟା ଗୋଟେ ଠିକ ହେଇଯିବ, ଜଳ ଏକ ଜାରକ ଭାବରେ କାର୍ଯ୍ୟ କରୁଛି, ଏଟା ଗୋଟେ ଜାରକ ଭାବରେ କାର୍ଯ୍ୟ କରୁଛି। ଓକେ, ୱେଟ୍, ଠିକ ଅଛି ପିଲାମାନେ, ନେକ୍ସଟ ଯିବା। ତାପରେ, ନିମ୍ନୋକ୍ତ ରାସାୟନିକ ପ୍ରତିକ୍ରିୟାରେ କେଉଁଟି ଏକ ଜାରକ? ସିମ୍ପଲ କହୁଛୁ, ଅକ୍ସିଜେନ କଣ କରଉଥିବ, ଅକ୍ସିଜେନ, ହଁ, କମେଣ୍ଟ କର ଜଲ୍ଦି। ହୁଁ, ଅକ୍ସିଜେନ ହରଉଥିବ କିମ୍ବା ହାଇଡ୍ରୋଜେନ ଲାଭ କରୁଥିବ, ତେବେ ଆମେ ଜାରକ। ଆରେ ପିଲେ, ଟିକେ ଖାଲି କନଫ୍ୟୁଜନ ଟିକେ ରହିଗଲା ପିଲେ। ଆମେ ଯେଟା କହିଲେ ନା, ଯେଟା ଜାରକ କହିଲେ ସେଟା ହେଲା ଆମର ବିଜାରକ, ଆଉ ବିଜାରକ ଯେଟା କହିଲେ ସେଟା ହେଲା ଜାରକ। ଟିକେ ସେଟା ତମେ ମାନେ କରେକ୍ସନ କରିଦବ, ଠିକ ଅଛି ନା? ଏଠି 20 ନମ୍ବର ଆନ୍ସର କଣ ହବ ଛୁଆ, ଅପସନ B ଇଜ ଦ ରାଇଟ ଆନ୍ସର। ZNO କଣ ହବ ପିଲେ, ZNO ଇଜ ଦ ରାଇଟ ଆନ୍ସର। ଓକେ, ଠିକ, କିଛି କରେକ୍ସନ କରିବା ଦରକାର ନାହିଁ, ବିଲକୁଲ ବି ଠିକ ଅଛି ପିଲାମାନେ। ଦେଖ ପିଲାମାନେ, ଏଠି ଯେତେବେଳେ ଅଛି ZNO ପ୍ଲସ C, ସୃଷ୍ଟି କରିବା କଣ, ZN ପ୍ଲସ CO। ଆଚ୍ଛା ପିଲାମାନେ, ଏଇଠି ଦେଖ ପିଲାମାନେ, ଏଇଠି କଣ ହେଇଛି ପିଲେ କହିଲେ ଦେଖି, କଣ ହେଇଛି ନା, ଏଇଠି ହେଇଛି କି କଣ ନା, ZNO ଟା କଣ ପିଲା, କୋଉଠି ଲେଖୁଛି ରେ? ଆଚ୍ଛା, ZNO ଟା ZN କୁ ବିଚାରିତ ହେଇଛି। କଣ ହେଇଛି ଛୁଆ, ବିଚାରିତ ହୋଇଛି। ZNO ଟା ZN କୁ ବିଚାରିତ ହେଇଛି, କାରଣ ଦେଖ, ଏଇଠି ଅକ୍ସିଜେନ ଥିଲା ନା ଛୁଆ, ଏଠି ଯାଇକି ଅକ୍ସିଜେନ ହରେଇ ବସିଲା। ଯଦି ଛୁଆ ହରେଇ ବସିଛି, ଲାଭ କରିବାଟାକୁ ଆମେ କଣ କହିଥାଉ ଛୁଆ, ଜାରଣ କହିଥାଉ। ଆଉ ହରେଇ ବସିବାଟାକୁ ଆମେ କଣ କହିଥାଉ, ବିଚାରଣ କହିଥାଉ। ଯଦି ଏଠି ଛୁଆ
ମାନେ ହରେଇ ବସିଛି ଅକ୍ସିଜେନ ଟା, ତେବେ ମୁଁ କଣ କହିବି ନା Zn ଟା Zn କୁ ବିଚାରିତ ହେଇଛି। Zn ଟା Zn ଆମର Zn କୁ ବିଚାରିତ ହେଇଛି। କିନ୍ତୁ ଏଠି ସି କାର୍ବନ ଟା କଣ ହେଇଛି, କାର୍ବନ ଟା ଯେ କଣ ଅକ୍ସିଜେନ ଲାଭ କରିଛି, କାର୍ବନ ଟା ସିଓ କୁ କଣ କାର୍ବନ ଅକ୍ସାଇଡ କୁ କାର୍ବନ ମନୋକ୍ସାଇଡ କୁ କଣ ହେଇଛି କାର୍ବନ ଟା କାର୍ବନ ମନୋକ୍ସାଇଡ କୁ କଣ ହେଇଛି ଜାରିତ ହେଇଛି। କଣ ହେଇଛି ଜାରିତ ହେଇଛି। ସେଠି କୋଉଟା ଏକ ଜାରକ, ତେବେ ଏଇଟା ଅପସନ ଏ ଇଜ ଦ ରାଇଟ ଆନ୍ସର ହବ। ଠିକ ଅଛି ନା, ଅପସନ ଏ ଇଜ ଦ ରାଇଟ ଆନ୍ସର। ଏଇଠି ସି ଟା ଜାରଣ ହେଇଛି, ସି ଟା ଜାରଣ ହେଇକି ସିଓ ରେ ପରିଣତ ହେଇଛି। ଠିକ ଅଛି, କନଫ୍ୟୁଜନ ନାହିଁ। ଠିକ ଅଛି ପିଲା। ତାପରେ ନେକ୍ସଟ କ୍ୱେଶ୍ଚନ, ଜାରଣ ବିଜାରଣ ଆରାମସେ କରିବା। କହିଛି କଣ MnO2 MnO2 ପ୍ଲସ 4HCl ସୃଷ୍ଟି କରି MnCl2 ପ୍ଲସ 2H2O ପ୍ଲସ Cl2 ରାସାୟନିକ ପ୍ରତିକ୍ରିୟାରେ କେଉଁଟି ଏକ ବିଚାରକ। ଜଲ୍ଦି କୁହ ପିଲାମାନେ, ଏଇଟା ପଢିଲେ ଆମେ ଜଷ୍ଟ ଏବେ କୋଉଠି ଏକ ବିଚାରକ। ସାର୍ ଅପସନ HCl ଟା ଗୋଟେ ବିଚାରକ। କାହିଁକି ସାର୍ HCl ଟା ଗୋଟେ ବିଚାରକ? କାରଣ ଦେଖ ହାଇଡ୍ରୋଜେନ, ଏଠି କଣ ଅଛି ହାଇଡ୍ରୋଜେନ ପାଖରେ Cl ଲାଗିକି ଥିଲା, ଅକ୍ସିଜେନ ଥିଲା କି ନା ସାର୍ ନଥିଲା। କିନ୍ତୁ ଆକୁ ଯାଇକି କଣ ହାଇଡ୍ରୋଜେନ ପାଖର ଜଳ ମାନେ ଅକ୍ସିଜେନ ଲାଗିଗଲା, ଜଳ ତିଆରି ଗଲା, H2O ତିଆରି ଗଲା। ତେବେ ସେ ଅକ୍ସିଜେନ ଗୋଟେ ଲାଭ କଲା। ଯଦି ଛୁଆ ଅକ୍ସିଜେନ ଲାଭ କଲା, ସେ କଣ ହବ ବିଚାରକ ହେଇଗଲା। ଠିକ ଅଛି, HCl ଗୋଟେ ବିଚାରକ, HCl ଟା ଗୋଟେ ବିଚାରକ। ଠିକ ଅଛି ନା, HCl ଟା ବିଚାରକ। ନେକ୍ସଟ କ୍ୱେଶ୍ଚନ। ଆଚ୍ଛା, ଆମେ କଣ କରିବା କି ସମତୁଲ କରିବା। କଣ କରିବା ସମତୁଲ। ଚାଲ, ଇକ୍ୱେସନ ଅଛି Na ପ୍ଲସ H2O ସୃଷ୍ଟି କରିବ NaOH ପ୍ଲସ H2, NaOH ପ୍ଲସ H2। ଆଚ୍ଛା, ଏଠି ସୋଡିୟମ ଛୁଆ କେତେଟା ଅଛି? ସୋଡିୟମ କେତେଟା ଅଛି କମେଣ୍ଟ କର। ସାର୍ ଏପଟେ ଉତ୍ପାଦ ପଟେ କେତେଟା ଅଛି? ହଁ, ଗୋଟିଏ ଅଛି ସାର୍। ଯଦି ଏପଟେ କେତେଟା ଅଛି? ଗୋଟେ ଅଛି। ତାହେଲେ ସୋଡିୟମ ସୋଡିୟମ ଠିକ ଅଛି। ସୋଡିୟମ ସୋଡିୟମ ଠିକ ଅଛି, 1 1 ଅଛି ହେଲା, 1 1। ତାପରେ ହାଇଡ୍ରୋଜେନ ଏଠି କେତେଟା ଅଛି? ଦିଟା। ସାର୍ ଏଠି କେତେଟା ଅଛି? ଗୋଟେ। ଏଠି କେତେଟା? ତିନିଟା। ଦିଟା କି ତିନିଟା। ଯଦି ଆମେ ଏଠି କେତେ ଗୁଣନ କରିବା? ଯଦି ଆମେ ଏଠି ଅକ୍ସିଜେନ କେତେ ଗୁଣନ କରିଦବା? 2 ଗୁଣନ କରିଦବା। ଅକ୍ସିଜେନ ଏଠି ରୁହ, ଅକ୍ସିଜେନ ଏଠି 2 ଗୁଣନ କରିଦବା। ଠିକ ଅଛି, ଅକ୍ସିଜେନ 2 ଗୁଣନ କରିଦେଲେ ହାଇଡ୍ରୋଜେନ ଏଠି ବି ଯଦି ଆମେ 2 ଗୁଣନ କରିଦବା, କେତେ? ହାଇଡ୍ରୋଜେନ 4ଟା ହେଇଗଲା। କେତେଟା ହେଇଗଲା ଛୁଆ? 4ଟା ହେଇଗଲା। ତେବେ 2 1 3। ତେବେ ଆମେ ଏଠି କଣ କରିବା, ଏଠି ବି 2 ଗୁଣନ କରିଦବା। ଆଚ୍ଛା, ଏଠି ଯଦି ଆମେ 2 ଗୁଣନ କରିଦେଲେ ଠିକ ହେଇଗଲା। ଆଚ୍ଛା, ଏଇଠି ଏବେ ଦେଖ ନା ହାଇଡ୍ରୋଜେନ କେତେଟା ଅଛନ୍ତି ଏଠି? ସରି, ସୋଡିୟମ କେତେଟା ଅଛନ୍ତି? ସାର୍ ଏଠି ଦିଟା ଅଛନ୍ତି। ଦୁଇଟା। ଏପଟେ କେତେଟା ଅଛନ୍ତି? ସାର୍ ଦୁଇଟା ଅଛନ୍ତି। ହାଇଡ୍ରୋଜେନ ଏଠି କେତେଟା ଅଛନ୍ତି ଛୁଆ? ଏଠି ସାର୍ 4ଟା ଅଛନ୍ତି। ଏପଟେ ସବୁ ମିଶିକି କେତେଟା ଅଛନ୍ତି? ସାର୍ ଏଠି ଦିଟା, ଏଠି 2 ଗୁଣ ନେଇକି ଅଛି, ଏଠି ବି 4ଟା ଅଛନ୍ତି। ସାର୍ ଏଠି ଅକ୍ସିଜେନ କେତେଟା ଅଛନ୍ତି? ଏଠି 2 ଗୁଣ ନେଇକି, ଏଠି ଦିଟା ଅଛନ୍ତି ଅକ୍ସିଜେନ। ଏଠି କେତେଟା ଅଛନ୍ତି? ଏଠି 2 H2O ନା 2O। ତେଣୁକରି ଏଠି ବି ଦୁଇଟା ଅଛନ୍ତି। ତେବେ ଏଇଟା ସମତୁଲ ହେଇଗଲା। ତେବେ ପ୍ରଥମେ 2 ପୁଟ କରିବା। କେତେ ପୁଟ କରିବା ପ୍ରଥମେ? ପ୍ରଥମେ ଆମେ ପିଲେ 2 ପୁଟ କରିବା, ତାପରେ ବି 2 ପୁଟ କରିବା, ତାପରେ ବି 2 ପୁଟ କରିବା। ମାନେ x ଟା ବି 2 ପୁଟ କଲେ, y ଟାର ବି 2, z ଟାର ବି 2। ଅପସନ କୋଉଟା? ଏଟା ନୁହଁ, 1 2 2 ନୁହଁ, 2 2 1 ନୁହଁ, ଏଇଟା। ଅପସନ ଡି ଇଜ ଦ ରାଇଟ ଆନ୍ସର। x ଜାଗାରେ ବି 2 ପକେଇବା, y ଜାଗାରେ ବି 2 ପକେଇବା, ଆଉ z ଜାଗାରେ ବି ଆମେ 2 ପକେଇବା। ଠିକ ଅଛି, ନେକ୍ସଟ କ୍ୱେଶ୍ଚନ। ଜଳର ବିଦ୍ୟୁତ ବିଶ୍ଳେଷଣ ବେଳେ ଏନୋଡ ଠାରେ କେଉଁ ଗ୍ୟାସ ଉତ୍ପନ୍ନ ହୁଏ? ସିମ୍ପଲ, ଆମେ ଗୋଟେ ପଢିଛେ ନୁହଁ କି? ଏନୋଡ ଠାରେ କୋଉ ଗ୍ୟାସ ଉତ୍ପନ୍ନ ହୁଏ ନା ସାର୍? ଅକ୍ସିଜେନ। ଏନୋଡ ଠାରେ ଅକ୍ସିଜେନ, କ୍ୟାଥୋଡ ଠାରେ ଅକ୍ସିଜେନ, ଏନୋଡ ଠାରେ ଅକ୍ସିଜେନ ଗ୍ୟାସ ନିର୍ଗତ ହୋଇଥାଏ। ତାପରେ କେଉଁ ବାୟୁମଣ୍ଡଳ ଚାପରେ କାର୍ବନ ମନୋକ୍ସାଇଡ CO ଗ୍ୟାସ ହାଇଡ୍ରୋଜେନ ସହ ରାସାୟନିକ ପ୍ରତିକ୍ରିୟା କରି ମିଥାଇଲ ଆଲକୋହଲରେ ଉତ୍ପନ୍ନ ହୋଇଥାଏ? କେତେ ATM? 340 ନା 403? ଭେରି ଗୁଡ, 340 ହବ ଆନ୍ସର। 340 ATM ରେ। ଠିକ ଅଛି, ଏଗୁଡା ଭୁଲ, ଏଗୁଡା ନୁହଁ। 340 ATM ରେ ହେଲା। ନେକ୍ସଟ କ୍ୱେଶ୍ଚନ ପିଲେ, କ୍ୱେଶ୍ଚନ ଟା ଦେଖ। ସେ କହୁଛି କେଉଁ ଉକ୍ତିଟି ସତ୍ୟ ନୁହେଁ, ମାନେ ଏମାନଙ୍କ ଭିତରୁ କୋଉଟା ଭୁଲ। ଦେଖ, ପ୍ରଥମେ ତଳ ଆଡୁ ଯଦି ଏକ ପଦାର୍ଥ ହାଇଡ୍ରୋଜେନ ଗ୍ରହଣ କରେ ତେବେ ପଦାର୍ଥଟି ବିଜାରିତ ହଉଛି। ନା, ବିଲକୁଲ ବି ନୁହଁ। ହାଇଡ୍ରୋଜେନ ଗ୍ରହଣ ପରେ ସେ ପଦାର୍ଥ ବିଜାରିତ ହବନି। ଠିକ ଅଛି, ତାପରେ ତେଲ ଓ ଚର୍ବି ଜାତୀୟ ପଦାର୍ଥ ବହୁତ ଦିନ ଧରି ରହିଗଲେ ରହଣିଆ ଗନ୍ଧ ବାହାରେ। ଏଟା ଠିକ। ସରି, ଏଟା ଠିକ, ଏଗୁଡା ଠିକ ଉତ୍ତର, ଠିକ ଉକ୍ତି। ମାନେ ଠିକ ମାନେ କଣ? ଏଟା ଅପସନ ନୁହଁ। ଏଟା ବି ଆମର ଉତ୍ତର ନୁହଁ, କାରଣ ଏଇ ଉକ୍ତିଟା ଠିକ ଅଛି। ତାର ଅବକ୍ଷେପ ଏକ ଦ୍ରବଣୀୟ ପଦାର୍ଥ, ଏଟା ଠିକ ଅଛି। ମାନେ ଏଟା ଆମ ଉତ୍ତର ନୁହଁ। ତେବେ ଆପଣ ଜଳ ବିଦ୍ୟୁତ ବିଘଟନ କେଥୋଡ ଠାରେ ଅକ୍ସିଜେନ ନିର୍ଗତ ହବ ନା? ସାର୍ ଏନୋଡ ଠାରେ ଅକ୍ସିଜେନ ନିର୍ଗତ ହେଇଥାଏ, ଏନୋଡ ଠାରେ ଅକ୍ସିଜେନ ନିର୍ଗତ ହେଇଥାଏ। ତେବେ ଏଇ ଅପସନ ଟା ଯାଏ ରାଇଟ ଆନ୍ସର ଆମ ପାଇଁ ହେଲା। ତ ଫାଇନାଲି ଆମ କ୍ୱେଶ୍ଚନ ଗୁଡା ହେଲେ, ତ ଯଦି ତୁମେ ପେସେନ୍ସ ରେ ଧରିକି ଏତିକି ପର୍ଯ୍ୟନ୍ତ 25ଟା କ୍ୱେଶ୍ଚନ ଜେନରାଲି କହୁଛି ପିଲାମାନେ, ଯଦି ତମେ 25ଟା କ୍ୱେଶ୍ଚନ କଲଣି ନା ତମେ ପେସେନ୍ସ ଧରିକି, ତମକୁ ଭାଇ ସେଲ୍ୟୁଟ, ତମକୁ ଭାଇ ସେଲ୍ୟୁଟ। କାହିଁକି ନା ତମେ ପୁରା
ଡେଡିକେଟେଡଲି ପଢୁଛୁ। ମୁଁ ଏତିକି ଜାଣିଦେଲି ତମେ ଡେଡିକେଟେଡଲି ପଢୁଛୁ। ଆଉ କିଛି ପିଲା ଦେଖିବ ଆସିକି 2-3ଟା 3 4 5ଟା କ୍ୱେଶ୍ଚନ ପରେ ସାର୍ ଆମକୁ ଆସୁନି ଆଉ ପଳେଇଲେ ତାପରେ। ଆରେ ନ ଆସୁ, ମୁଁ ଚାହୁଁଛି ତମକୁ ନ ଆସୁ। ଆରେ ନ ଆସିଲେ ମୁଁ ଜାଣିପାରିବି ମୋ ପିଲାମାନଙ୍କୁ ଏତିକି ନ ଆସୁଛି। ସେଇ ହିସାବରେ ମୁଁ ବୁଝିପାରିଲ କ୍ୱେଶ୍ଚନ ଗୁଡାକୁ ଡେଭଲପ କରି ଆଉ ଟିକେ ଇଜି କ୍ୱେଶ୍ଚନ କରିଦେବି। ଥିଓରି ନେଇକି ଆସିବି, ଥିଓରି କେମିତି ତମେ ବୁଝିବ ତା ବିଷୟରେ ଟିକେ କାମ କରିବି, ଠିକ ଅଛି ନା। ସେଟା ଆମକୁ ଜଣେଇଲେ ସେଟା ଜାଣିବି ମୁଁ, ଠିକ ଅଛି। ତ ଯୋଉମାନେ ଏତେ ପର୍ଯ୍ୟନ୍ତ ଆସିଗଲେଣି ପିଲା, ତମର କେତେ 25 ରୁ କେତେ ମାର୍କ ରହିଲା ମତେ କମେଣ୍ଟ ରେ ନିହାତି ଜଣେଇବ। ତମ ନାଁ ଲେଖିବ ଆଗରେ, କେମିତି କମେଣ୍ଟ କରିବ, ନାମ କରିବ, ତମ ନାଁ ଲେଖିବ ଯାହା ଅଛି, ତାପରେ ସ୍କୋର ଲେଖିଦବ ବା ମାର୍କ ଲେଖିଦବ ହେଲା। ସ୍କୋର କରିକି ଲେଖିବ। ଧର 23 ଅଛି ଜଣଙ୍କ ପାଖର, ହଁ 23 ପରେ 50 ଏମିତି କରିକି ଛାଡିଦବ। 23 ହରଣ 50 କରିକି ଛାଡିଦବ, ଠିକ ଅଛି। ମୁଁ ଦେଖିବି ପିଲାମାନେ ସମସ୍ତଙ୍କର। ଆଉ ନିହାତି ଭାବରେ ଚ୍ୟାନେଲଟିରେ ଜଏନ କରିଯିବ, ସେ ଯୋଉ ଗ୍ରୁପ ଚ୍ୟାନେଲଟିକୁ ସବସ୍କ୍ରାଇବ ତ ନିହାତି ଏପର୍ଯ୍ୟନ୍ତ ପ୍ରାୟତଃ ମତେ ଲାଗୁଛି କିଛି ଭଲ ଭଲ ପିଲା ମାନେ ଭଲ ପିଲା ଯୋଉଟା ଅଛନ୍ତି ସେଗୁଡା ସବସ୍କ୍ରାଇବ କରିସାରିଲେଣି। ଆଉ ଯେତିକି ସବୁ ପିଲା ଅଛନ୍ତି କରିଦେବେ ଆଉ ଆସ୍ତେ ଆସ୍ତେ କରିଦେବେ ଆଉ, ଠିକ ଅଛି। ନିହାତି ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦବ, ନିହାତି ଭାବରେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦବ। ଓଡିଆ ଚ୍ୟାନେଲ ଏଟା କଣ ଚାଲ ପଢିବା ଚ୍ୟାନେଲ, ପୁରା ଓଡିଆ ଚ୍ୟାନେଲକୁ ସପୋର୍ଟ କରିବ, ଠିକ ଅଛି। ତ ବହୁତ ବହୁତ ଧନ୍ୟବାଦ ଚ୍ୟାନେଲରେ ଚ୍ୟାନେଲଟିକୁ ମାନେ ଭିଡିଓଟିକୁ ଏତେ ପର୍ଯ୍ୟନ୍ତ ଦେଖିଲେ ବହୁତ ବହୁତ ଧନ୍ୟବାଦ। ଆଉ ଯଦି କିଛି ଅସୁବିଧା ରହିଲା ନିହାତି ଭାବରେ ମତେ କମେଣ୍ଟ ଜଣେଇବ, ଠିକ ଅଛି ନା। ଯଦି କିଛି ଅସୁବିଧା ରହିଲା ମତେ ନିହାତି ଭାବରେ କମେଣ୍ଟ ଜଣେଇବ। ଆଉ ଆଉ କଣ କହିବା, ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ। ଆଉ ହଁ, ସେ ଯୋଉ ଗ୍ରୁପ ରେ ଜଏନ ହବା ପୂର୍ବରୁ, ହଁ ଜଏନ ହବ କେମିତିକା, ସେଇ ନମ୍ବରଟା ମନେ ରଖ 7205892090। ବହୁତ ପିଲା 2090, ବହୁତ ପିଲାମାନେ ବହୁତ ଜଣ ପିଲା ଜଏନ ହେଇସାରିଲେଣି। ତମେ ଖାଲି ବାକି ଅଛ, ତମେ ନିହାତି ଭାବରେ ଜଏନ ହେଇଯାଅ, ଠିକ ଅଛି। ତ ଏଇଟା ଆଜି ଆମେ ଭିଡିଓଟାକୁ ଏଣ୍ଡ କରିବା। ପୁଣି ଦେଖାହବ ପୁଣି ଶନିବାର କିମ୍ବା ନେକ୍ସଟ ମଙ୍ଗଳବାର ଗୁରୁବାର ଶନିବାର ଯେଟା ଆମର ନେକ୍ସଟ ପଢୁଛୁ ସେଇ ସେତେବେଳେ ଦେଖିବା। ଶନିବାର ଦେଖିବା 8ଟା ବେଳକୁ ପୁଣି ଦେଖାହବ। ତମେ ଟ୍ରାଏ କର କି 8ଟା ବେଳେ ତମେ କ୍ଲାସ ଟାକୁ ଆଟେଣ୍ଡ କରିବ। 8ଟା AM ରେ ତମେ ସକାଳ 8ଟା ବେଳକୁ ତମେ କ୍ଲାସ ଟାକୁ ଆଟେଣ୍ଡ କରିବା ପାଇଁ ଟ୍ରାଏ କର। ଆଜି ପାଇଁ ଏତିକ ପିଲାମାନେ ଥ୍ୟାଙ୍କ ୟୁ, ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ। ଜୟ ହିନ୍ଦ, ଜୟ ଜଗନ୍ନାଥ।